দিন বা রাতি থাও সঙ্গে সদা, হে পরম প্রভু মোর। জাগ্রতে নিদ্রারে অনুভব করে, প্রকৃত স্থিতি তুমর। জাগ্রতে নিদ্রারে অনুভব করে, প্রকৃত স্থিতি তুমর। দিন বা রাতি থাও সঙ্গে সদা, হে পরম প্রভু মোর। তুম সঙ্গ লাভ আশ্রা করিথায়ে, প্রভু এহি দয়া কর। তুম সঙ্গ লাভ আশ্রা করিথায়ে, প্রভু এহি দয়া কর। সে সত্য চেতনা, সে মহা আনন্দ, ফুটি উঠু হৃদে মোর। সে সত্য চেতনা, সে মহা আনন্দ, ফুটি উঠু হৃদে মোর। দিন বা রাতি থাও সঙ্গে সদা, হে পরম প্রভু মোর। হে পরম প্রভু মোর, হে পরম প্রভু মোর। ଶ୍ରୀମାତା ଶରଣଂ ମମ, ଶ୍ରୀ ଅରବିନ୍ଦ ଶରଣଂ ମମ। ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ଅପା ଭାଇଙ୍କୁ ପ୍ରଣାମ। ଦୁର୍ଗା ସ୍ତୋତ୍ର ଶ୍ରୀ ଅରବିନ୍ଦ। ମାତଃ ଦୁର୍ଗେ ସିଂହ ବାହିନୀ ସର୍ବଶକ୍ତି ଦାୟିନୀ, ମାତଃ ଶିବ ପ୍ରିୟେ ତୋର ସତ୍ୟଂ ସଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସିନ ପ୍ରାର୍ଥନା କରୁଛୁ, ଶୁଣ ମାତଃ ଏହି ଭାରତବର୍ଷେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରି ଯାଉ। ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ପ୍ରତି ଶୁଣ ମାତଃ ଏହି ଭାରତବର୍ଷେ ସହାୟ ହୁଅ। ମାତଃ ଦୁର୍ଗେ ସିଂହ ବାହିନୀ ତ୍ରିଶୂଳଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରେ ମାତଃ ଜୟଦାୟିନୀ, ତୋ ପ୍ରତୀକ୍ଷାରେ ଭାରତ ରହିଅଛି, ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ ଏହି ଭାରତବର୍ଷେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ। ମାତଃ ଦୁର୍ଗେ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ, ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ, ଦିଅ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର ଦେବ ଜ୍ଞାନ। ମାତଃ ଦୁର୍ଗେ ଜଗଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା, ତୁହି ମାତଃ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତଃ, ତିମିର ବିନାଶ କର। ମାତଃ ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା, ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଦରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ। ହେ ମାତଃ ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ। ମାତଃ ଦୁର୍ଗେ କାଳୀ ରୂପିଣୀ ନିର୍ମୁଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ, କ୍ରୂର ନିନାଦରେ ଅନ୍ତଃସ୍ତରୀକୁ ବିନାଶ କର। ଗୋଟିଏ ବିଜୟ ପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ, ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ର ସହାୟତାରେ ମ୍ରିୟମାଣ ଭାରତ, ହେ ମାତଃ
ଆମ୍ଭମାନଙ୍କୁ ମହତ୍ କର, ମହତ୍ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପ କର, ଯେପରି ଆଉ ଅଳ୍ପାସୀ, ନିଶ୍ଚେଷ୍ଟ, ଅଳସ, ଭୟଭୀତ ନ ହେବୁ। ମା ତହ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର, ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମା ତହ ଦୁର୍ଗେ ଅନ୍ତଃସ୍ତରୀକୁ ସଂହାର କରି ବାହାର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ, ପରାକ୍ରମୀ, ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ, ଉର୍ବର କ୍ଷେତ୍ରେ, ଗଗନ ସହଚର ପର୍ବତ ତଳେ, ପୂତ ସଲୀଳା ନଦୀ ତୀରେ ଏକତା, ପ୍ରେମ, ସତ୍ୟ, ଶକ୍ତି, ଶିଳ୍ପ, ସାହିତ୍ୟ, ବିକ୍ରମ, ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମା ତହ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭ ବିନାଶୀ ତରବାରୀ, ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମା ତହ ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭହନ୍ତ୍ରୀ ହୋଇ ତରବାରୀ ଘୁରାଅ, ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର, ପ୍ରକାଶ ହୁଅ। ମା ତହ ଦୁର୍ଗେ ତତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା, ଭକ୍ତି, ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମା ତହ ଆମ୍ଭମାନଙ୍କ ମନ, ପ୍ରାଣ, ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ ଆସ, ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ମାତୃପୂଜା। ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ, ପବିତ୍ର, ପ୍ରେମମୟ, ଶକ୍ତିମୟ, ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମା ତହ ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ ମା, ପ୍ରକାଶ ହୁଅ। ବନ୍ଦେ ମାତରମ୍। ଦିବ୍ୟଜନନୀ ମା ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କ ପାଦତଳେ ମୋର ଅନନ୍ତ କୋଟି ପ୍ରଣାମ ଏବଂ ଉପସ୍ଥିତ ସମସ୍ତ ଅପା ଭାଇଙ୍କୁ ମୋର ଅନ୍ତରରୁ ପ୍ରଣାମ। ମାଙ୍କ ଧ୍ୟାନ ଓ ପ୍ରାର୍ଥନା। ମେ 21, 1914। ସକଳ ପ୍ରକାଶର ବାହାରେ ଶାଶ୍ୱତ ଅକ୍ଷୟ ନିରବତା ମଧ୍ୟରେ ମୁଁ ତୋ ଭିତରେ ରହିଛି। ହେ ଭଗବାନ, ତୁ ଚିରସ୍ଥିର ଆନନ୍ଦ। ତୋର ଶକ୍ତି ଓ ଅନୁପମ ଜ୍ୟୋତିକୁ ଗୃହୀତ ଯେଉଁ ବସ୍ତୁ ଦେଇ ଜର ପରମାଣୁ ସକଳର କେନ୍ଦ୍ର ଓ ବାସ୍ତବତା ବଢ଼ାଇଛି, ତାହା ଭିତରେ ମୁଁ ତତେ ହିଁ ଦେଖୁଛି। ସେଥିପାଇଁ ତୋର ଦିବ୍ୟ ସାନ୍ନିଧ୍ୟ ବର୍ଜନ ନ କରି ତୋର ପରାଚେତନାରେ ମୁଁ ବୁଡ଼ି ଯାଇପାରେ, ଅଥବା ତତେ ଦେଖିପାରେ ମୋ ଆଧାରର ଜ୍ୟୋତିର୍ମୟ କଣାରାଜି ମଧ୍ୟରେ। ଅନ୍ତତଃ ଏହି ସମୟ ପାଇଁ ଏହା ହିଁ ତୋ ଜୀବନର ଓ ତୋ ଜୀବନର ପରମ ପୂର୍ଣ୍ଣତା। ମୁଁ ତତେ ଦେଖୁଛି, ମୁଁ ହିଁ ତୁ ସ୍ୱୟଂ। ଏହି ଦୁଇ ଶେଷ ପ୍ରାନ୍ତ ମଧ୍ୟରେ ମୋର ପ୍ରେମ ତୀବ୍ର ଆସ୍ଫୁଳା ନେଇ ତୋ ଆଡ଼କୁ ଯାଉଛି। ମା, ବନ୍ଦେ ମାତରମ୍। କୃପାମୟୀ ମା ପରମ ପ୍ରଭୁ ଶ୍ରୀଅରବିନ୍ଦ, ଉପସ୍ଥିତ ମୋର ପୂଜ୍ୟପ୍ରିୟ ଅପା ଭାଇମାନେ ତଥା ଆମ ଗହଣରେ ସୁଦୂର ଉପସ୍ଥିତ ହୋଇଥିବା ଆମର ଅତି ପ୍ରିୟ ଅଜୟ। ପ୍ରତିବର୍ଷ এই মে মাসে ଯେତେବେଳେ ବିଦ୍ୟାଳୟ ଛୁଟି ହେଇଯାଏ, ଭାଇ କେଉଁଝରରୁ ତାଙ୍କର ଯାତ୍ରା ଆରମ୍ଭ କରନ୍ତି। କୋରାପୁଟ, ରାୟଗଡ଼ା, ମାଲକାନଗିରି ପୁଣି ଆଉଥରେ ଫେରନ୍ତି। କୋଭିଡ ପରେ ଦାମୋଦରୀକୁ ଭାଇ ପ୍ରାୟ ଆସିନଥିଲେ। ଯାହା ହଉ ସମସ୍ତଙ୍କୁ ଅନୁରୋଧ ରକ୍ଷା କରି ଭାଇ ପୁଣି ଆଉଥରେ ଦାମୋଦରୀରେ ପହଞ୍ଚିଛନ୍ତି। ସମସ୍ତଙ୍କ ତରଫରୁ, ସମସ୍ତ ଅପାଭାଇମାନଙ୍କ ତରଫରୁ ମୋ ଭାଇଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ସହିତ ସ୍ୱାଗତ କରୁଛି। ଭାଇ ଆଜି ଏବଂ କାଲି ଆମ ସହିତ ରହିବେ, ତେଣୁ ଆମେ କାଲି ସନ୍ଧ୍ୟାରେ ବି ଏ କାର୍ଯ୍ୟକ୍ରମକୁ ଏମିତି କରିପାରିବା। ମୁଁ ସମସ୍ତଙ୍କ ତରଫରୁ ଭାଇଙ୍କୁ ସ୍ୱାଗତ କରୁଛି ଏବଂ ଭାଇ
जो इच्छा था ये विषय वस्तु हम नाम में उपयोगी को उपस्थापन करने में नहीं को अनुरोध करूँ। Pranam at the lotus feet of the Divine Mother. Karunamay Ma, Param Prabhu Sri Aurobindo, उपस्थित समस्त मातृसंतान, आज जो प्रसंगटी आमे आलोचना रखिबा मु साधना किपरि करिबी। सतरे भाई भौणी माने गोटे प्रश्न आम भितर उठू जे भगवान आम जीवन में आवश्यक कहीं आमे कौन सतरे भगवान को चाहूँ भगवान आमर आवश्यक अच्छी कौ माने भगवान को बाछिबे गोटे वाक्य कहुच्छी ही हु चूजेस द इनफिनाइट has been chosen by the infinite। जी भगवान को बाछी नहीं सी भगवान को द्वारा पूर्वर बछा है। तेना आज आम ये जो अल्प किसी अच्छे ए कार्यक्रम माँ आमको बाछी आम ये आसु माँ जदि आम भितर प्रेरणा दे न था आम कौन आसपार था आसीपार न था। तेणु प्रत्येक जीवन रे माँ सब सुजोग दे था सी केमिति ता जीवन रे से भगवान आड़ को मुहेब। जड़े साधक माँ को प्रश्न कले कहले माँ समस्ते गभीर ध्यान रे बस मुझे जमा ध्यान करि पारनी मोर साधना होउछि ना मु तो कहीं साधना करि पारला भले अनुभव करि पारुनी। माँ कहले तुमको साधना करिया पे कहिछि कि मु तो कहिनी साधना करो बोली तुमको साधना करिया पे कहिछि कि साधना कौन तुम करि परिबो कहले माँ ताले मु कौन करी तोर काम है तू मो आड़ को ओपन हो रही मो दायित्व है मु तो भीतर कौन करा था करी। ते साधनार प्रथम अवस्था है आम माँ के प्रति ओपन हो रहा कौन ये ओपन माने कौन माँ के प्रति उन्मिलित हवा उन्मुख होकर रहा ए माँ के प्रति उन्मुख हवा अर्थ होची टू कॉल इन योर फोर्स लेट योर वर्क इन यू दिस इज ओपनिंग बाकी डाउ थोड़े कहूँ टू कॉल इन योर फोर्स लेट योर वर्क इन यू ए माँ कर शक्ति को आमे आवाहन करे आनिबा एवं लेट हर वर्क इन यू ताको आम भितर क्रियाशील होगा सुजोग दबा। तेने जो आवाहन कथाटा केते आसो आम पानी केते पीऊँ जो शोष हो खाद्य केते खाऊ जो भोक हो निद्रा केते जाते शोया कथा कहुच्छी निद्रा आसिले आम शोया जाऊे सेमती आम भितर गोटे निडी अनुभव करवा दरकार जे मोर भगवान आवश्यक से अवस्था न आसिले कई साधना करें। जड़े इंडस्ट्रियलिस्ट इंटरनेशनल स्तर साउथ आफ्रिका घर तंकर से बड़ क्रिसिस भितर था क्रिसिस माने संकट गोटे जहाज बुड़ी जाइए कोटी कोटी टंकार संपत्ति नष्ट हो जाइए तेणु आंतर्जातिक स्तर तक व्यवसाय बर्तमान पूरा पूरी लॉस भांगी पड़
এই ଭାଙ୍ଗି ପଡ଼ିଆ ଭିତରେ ସେ ଦେଖୁଛନ୍ତି ଗୋଟେ ମାଗାଜିନରେ ଶ୍ରୀ ଅରବିନ୍ଦଙ୍କର ଗୋଟେ ବାଣୀ। ସେ ସମୟରେ ଶ୍ରୀ ଅରବିନ୍ଦ ଥାଆନ୍ତି। ତେଣୁ ଯେ ବାଣୀଟିକୁ ଦେଖିଲେ, ସେ ବାଣୀଟିକୁ ଦେଖିକି ପଢ଼ିଲା ପରେ ତାଙ୍କ ଭିତରେ ଯେଉଁ ଡିପ୍ରେସନ୍ ଥିଲା, ବିଷାଦ, ଧଡ଼ି କମିଗଲା। ନିଆଁରେ ପାଣି ପଡ଼ିଲେ ଯେମିତି ଲିଭିଯାଏ ନିଆଁଟା, ଠିକ୍ ସେଇଭଳି ଶ୍ରୀ ଅରବିନ୍ଦଙ୍କର ବାଣୀ ତାଙ୍କୁ ପୁରା ସ୍ଥିର କରାଇଦେଲା। ତଳେ ଲେଖା ହେଇଛି ଶ୍ରୀ ଅରବିନ୍ଦ ବୋଲି, ବାଣୀଟି ପଢ଼ି ସାରିବା ପରେ ଲେଖା ହେଇଛି ଶ୍ରୀ ଅରବିନ୍ଦ। ମନ ଭିତରେ ଗୋଟେ ପିପାସା ତିଆରି ହେଲା, କିଏ ସେଇ ଶ୍ରୀ ଅରବିନ୍ଦ ଯାହାଙ୍କ ବାଣୀରେ ଏତେ ପ୍ରଭାବ, ସେ ବ୍ୟକ୍ତିଙ୍କର କେତେ ପ୍ରଭାବ ନ ହେଇଥିବ। ସେ ମାଗାଜିନଟା କୋଉଠୁ ପାଇଲେ, କିଏ ମଗଉଛି ସେ ମାଗାଜିନ, ଏମିତି ଘାଣ୍ଟାଣ କରି କରି ସନ୍ଧାନ କରି 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 ଶେଷରେ ଜାଣିଲେ ଶ୍ରୀ ଅରବିନ୍ଦ ହେଉଛନ୍ତି ପଣ୍ଡିଚେରୀ ଆଶ୍ରମର ଜଣେ ଯୋଗୀ। ତାଙ୍କର ଇଏ ବାଣୀ। ତେଣୁ ଯାହାଙ୍କ ବାଣୀରେ ଏତିକି ଶକ୍ତି ଅଛି, ତାଙ୍କର ଡିପ୍ରେସନକୁ କୁଆଡ଼େ ଉହାନ କରିଦେଉଛି, ତାର ସେ ବ୍ୟକ୍ତିଙ୍କ ସଂସର୍ଗରେ ଆସିଲେ ଜୀବନରେ କ'ଣ ନ ହେବ, ଏହି ପ୍ରକାର ଏକ ଭାବଧାରାକୁ ନେଇ ସେ ଏକ ଦୃଢ଼ ସଂକଳ୍ପ ରଖିଲେ, ମୁଁ ବିଜନେସ୍ ପଛେ ଯାହା ହେଇଯାଉ, ମୁଁ ପ୍ରଥମେ ଶ୍ରୀ ଅରବିନ୍ଦଙ୍କୁ ସାକ୍ଷାତ କରିବି। ତେଣୁ କୋଉଥିରେ ଆସିବେ? ଜଳ ଜାହାଜରେ ଆସିବେ। ସେତେବେଳେ ଜଳ ଜାହାଜର ଯାତ୍ରା ଚାଲିଥିଲା। ଜଳ ଜାହାଜରେ ଆସିବେ। ଯାହା ହଉ ବହୁ କଷ୍ଟ ସ୍ୱୀକାର କରି ପଣ୍ଡିଚେରୀରେ ପହଞ୍ଚିଲେ। ତାପରେ ଭିତରେ ଗୋଟେ ପିପାସା ଯେ ମୁଁ ଶ୍ରୀ ଅରବିନ୍ଦଙ୍କୁ ସାକ୍ଷାତ କରିବି। ତେଣୁ ଯେଉଁ ଶ୍ରୀ ଅରବିନ୍ଦଙ୍କୁ ସାକ୍ଷାତ କରିବି, ଶ୍ରୀ ଅରବିନ୍ଦ ତ ଏକାନ୍ତରେ ଗୋଟିଏ ଘରେ ଭିତରେ ରହୁଛନ୍ତି, କାହାକୁ ଦେଖା ଦଉନାହାନ୍ତି। ତେଣୁ ଏ ସାକ୍ଷାତ ହବ କେମିତି? ତାଙ୍କର ଯେ ସେକ୍ରେଟାରୀ ନଳିନ୍ଦା ତାଙ୍କୁ ସାକ୍ଷାତ କଲେ, ମୁଁ ଟିକେ ଶ୍ରୀ ଅରବିନ୍ଦଙ୍କୁ ସାକ୍ଷାତ କରିବାକୁ ଚାହେଁ। ନଳିନ୍ଦା ଗଲେ, ଶ୍ରୀ ଅରବିନ୍ଦଙ୍କୁ ପଚାରିଲେ, ସାଉଥ ଆଫ୍ରିକାର ଜଣେ ଲୋକ ଆସିଛନ୍ତି, ତାଙ୍କୁ ଆଲାଉ କରିବି? ସେ ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଶ୍ରୀଅରବିନ୍ଦ ହଁ ମାରିଲେ। ତାପରେ ବ୍ୟକ୍ତି ଜଣକ ଶ୍ରୀ ଅରବିନ୍ଦଙ୍କୁ ଦେଖିଲେ। ତାଙ୍କ ଭିତରେ ଅସୁମାରୀ ପ୍ରଶ୍ନ ଥିଲା, କୁଆଡ଼େ ପଳେଇଲା ସେ ପ୍ରଶ୍ନ। ମୁଁ କେତେ କେତେ କଥା ଭାବନା ନେଇକି ଆସିଥିଲି ଶ୍ରୀଅରବିନ୍ଦଙ୍କୁ କହିବି ବୋଲି, କିନ୍ତୁ ଶ୍ରୀ ଅରବିନ୍ଦଙ୍କୁ ଦେଖିଲା ପରେ ମୋର କାହିଁ କିଛି ମନେ ପଡୁନି କ'ଣ କହିବି ବୋଲି। କେବଳ ଗୋଟିଏ କଥା ତାଙ୍କ ମୁହଁରୁ ବାହାରିଲା, ମୁଁ ଏଠି ସାଧନା କରିବି, ମତେ ଅନୁମତି ଦିଅନ୍ତୁ। ଶ୍ରୀ ଅରବିନ୍ଦ କହିଲେ, ସାଧନା ତମ ଦ୍ୱାରା ହବନି, ଯାଅ ତମ ବିଜନେସ୍ ସମ୍ଭାଳିବ। ଭିତରେ ପୁଣି ତାଙ୍କର ପ୍ରଶ୍ନ ଉଠିଲା, ମୁଁ ଯେ ବିଜନେସ୍ କରେ ଇଏ କେମିତି ଜାଣିଲେ? ମୁଁ ତ ତାଙ୍କ କଥା ହେଇନି ଏତେ ସମୟ, ଏ ବିଷୟରେ କହିନି। ଅଥଚ ଶ୍ରୀ ଅରବିନ୍ଦ କେମିତି ଜାଣିଲେ ଯେ ମୁଁ ବିଜନେସ୍ କରେ ବୋଲି? କହିଲେ, ଯାଅ ତମ ବିଜନେସ୍ ସମ୍ଭାଳିବ, ତମ ସାଧନା ହବନି। କହିଲେ, କାହିଁକି ହବନି? ଶ୍ରୀଅରବିନ୍ଦ ଉତ୍ତର ଦେଲେ, ସାଧନା କରିବା ପାଇଁ ଭିତରୁ ଗୋଟେ କଲ୍ ଆସିବ। କଲ୍ ମାନେ ଆହ୍ୱାନ, ଡାକରା। ଯେତେବେଳେ ସେ ଡାକରା ଆସିବ, ତମେ ସେତେବେଳେ ସାଧନା କରିବ। ଡାକରା ନ ଆସିବା ପର୍ଯ୍ୟନ୍ତ ତମେ ସାଧନା କରିପାରିବ ନାହିଁ। ଏଇଟା କେମିତି ଆସିବ? ଶ୍ରୀଅରବିନ୍ଦ ଏଇ ଉଦାହରଣ ଦେଇଥିଲେ, ତମେ ଖାଉଛ କେତେବେଳେ? ଯେତେବେଳେ ଭୋକ ଆସୁଛି। ପିଉଛ କେତେବେଳେ? ଯେତେବେଳେ ଶୋଷ ଆସୁଛି। ଠିକ୍ ସେଇଭଳି ତମ ଭିତରେ ସାଧନା ଅବସ୍ଥା ଆସିବ। ତାପରେ ତମେ ବ୍ୟାକୁଳ ହେଇକି ସାଧନା କରିବା ପାଇଁ ଖୋଜିବ। ଯାଅ, ଯାଉଛନ୍ତି ସିନା, କିନ୍ତୁ ଭିତରେ କିଛି ଗୋଟେ ରହିଗଲା ଭଳିଆ ଲାଗୁଛି, ଅବଶୋଷ। କ'ଣ ହେଲା, ଯାଉନ? କହିଲେ, ଆଜ୍ଞା ଯିବା ପୂର୍ବରୁ ଗୋଟେ ଅନୁରୋଧ କରିବି। ମୁଁ ଅନୁରୋଧଟା ରଖିବି। କୁହ। ମୁଁ ଜଳ ଜାହାଜରେ ଆସିଛି, ମୁଁ ଫେରିବି ବର୍ତ୍ତମାନ ସେଇ ଜଳ ଜାହାଜରେ। ଜଳ ଜାହାଜରେ ଯାଉ ଯାଉ ଯଦି ବାଟରେ ମୋର ସେ ସମୁଦ୍ର ଭିତରେ କଲ୍ ଆସିଲା, ମୁଁ ଫେରିବି। ହେଲେ ଜାହାଜ ତ ଆଉ ମୋ ପାଇଁ ଫେରିବନି, ମୁଁ ସେ ପାଣିକି ଡେଇଁବି, ସମୁଦ୍ର ପାଣିକି।
ପହଁରି ପହଁରି ଆପଣ ପାଖରେ ଆସି ପହଞ୍ଚିବେ। ଆପଣ ମୋତେ ସେତେବେଳେ ଆକ୍ସେପ୍ଟ କରିବେ, ଏଇ ପ୍ରତିଶ୍ରୁତିଟା ଦିଅନ୍ତୁ। ଶ୍ରୀଅରବିନ୍ଦ ଗମ୍ଭୀର ଭାବରେ ତାଙ୍କୁ ଚାହିଁଲେ, କହିଲେ ତମର ଆଉ ଯିବା ଦରକାର ନାହିଁ, ତମର ଯିବା ଦରକାର ନାହିଁ, କଲ୍ ଆସିଗଲା, ଏଇଠି ରୁହ ସାଧନା କର। କାରଣ ଶ୍ରୀଅରବିନ୍ଦ ଦେଖିଲେ ଯୋଉ ଲୋକ ସାଧନା ପାଇଁ ନିଜ ଜୀବନକୁ ପାଣି ଛଡେଇ ଦେଉଛି, ଆଚ୍ଛା ଜଣେ ସମୁଦ୍ର ପାଣିକୁ ଡେଇଁବ, ପହଁରି ପହଁରି ଆସିବ, ଏଇଟା କଣ ଏତେ ସହଜ କଥା? ବଞ୍ଚିବ ନା ସିଏ? ନିଶ୍ଚିତ ମୃତ୍ୟୁ। ତେଣୁ ସାଧନା ପାଇଁ ଜଣେ ମୃତ୍ୟୁକୁ ମଧ୍ୟ ଆଦର ନେଇଯାଉଛି, ମରିବି ପଛକେ ଯାହା ହବ ଦେଖାଯାଉ ସାଧନା କରି। ଏଇ ଯୋଉ ଚ୍ୟାଲେଞ୍ଜ ଯିଏ ନେଇପାରୁଛି ତାର ପ୍ରକୃତ ସାଧନାର ଆହ୍ୱାନ ଆସିଛି। ତେଣୁ ଶ୍ରୀଅରବିନ୍ଦ କହିଲେ ତମର ଆଉ ଯିବା ଦରକାର ନାହିଁ, କଲ୍ ଆସିଗଲା, ରୁହ। ଜୀବନ ତମାମ ଆଶ୍ରମ ରହିଗଲେ, ତାଙ୍କ ବିଜନେସ୍ ପତ୍ର ସବୁ ଭୁଲିଗଲେ। ଶେଷ ଜୀବନ ପର୍ଯ୍ୟନ୍ତ ସେ ଶ୍ରୀଅରବିନ୍ଦ ଆଶ୍ରମରେ ଶ୍ରୀଅରବିନ୍ଦଙ୍କ ସାନ୍ନିଧ୍ୟରେ ରହି କଟେଇ ଦେଲେ। ତେବେ ଏଇ ଯୋଉ ସାଧନା ଛୋଟିଆ କଥା ନୁହେଁ। ତେଣୁ ଜଣେ ସାଧନା କରିବା ପାଇଁ ଗୋଟେ ଅବସ୍ଥା ଦରକାର। ସେ ଅବସ୍ଥାଟା କଣ? ପ୍ରଥମ କଥାଟି ହେଲା ଗୋଟେ ବିନୟୀ ସ୍ୱଭାବ ହବା ଦରକାର। ବିନୟୀ ସ୍ୱଭାବର ନହେଲେ ସେ ଭଗବାନଙ୍କ ପ୍ରଭାବକୁ ଗ୍ରହଣ କରିପାରିବ ନାହିଁ। ସାଧନା କଣ ତାର? ଯଦି ଆମେ ହାର୍ଡ ହେଇଯିବା, ଆମ ଭିତରକୁ ପଶିବନି। ଲୁହା ଭିତରକୁ ପାଣି ପଶିବ କି? କିନ୍ତୁ ସ୍ପଞ୍ଜରେ, ସ୍ପଞ୍ଜ ଆରାମରେ ପାଣିକି ଶୋଷି ନେବ, କିନ୍ତୁ ଲୁହା ଶୋଷି ପାରିବ କି? ଶୋଷି ପାରିବନି। କାହିଁକି? କାରଣ ଲୁହାଟା ହଉଛି ଟାଣ, କିନ୍ତୁ ସ୍ପଞ୍ଜ ନରମ, ତେଣୁ ସେ ଆରାମରେ ପାଣିକି ଶୋଷି ନେଉଛି। ତେଣୁ ସ୍ପଞ୍ଜ ଭଳିଆ ଯଦି ନରମ ହବା, ଆମେ ପାଣିରେ ପଡ଼ିଲେ କଣ ହବା? ପାଣିକି ଶୋଷି ନେବା। ତେଣୁ ଗୋଟେ ନମନୀୟ ଅବସ୍ଥା ଦରକାର। ପୁଣି ଏଇ ନମନୀୟତାଟା କଣ? ଆମେ ତ କଥା କହୁଛୁ ନମ୍ରରେ, ମାନେ 2 ଜଣକୁ 3 ଜଣକୁ ଶୁଭୁନି, ଏଇଟା କଣ ନମ୍ର ନୁହେଁ? ଲୋକ ଆସିଲେ କେଡ଼େ ଭଦ୍ରତାର ସହକାରେ ହାତ ଦେଇ ଦେଇକା ଚାଲୁଛୁ, କେଡ଼େ ଆଦରରେ ଅତି ଚର୍ଚ୍ଚା କରୁଛୁ, ଏଇଟା କଣ ନମ୍ରତା ନୁହେଁ? ଶ୍ରୀଅରବିନ୍ଦ ଏଇ ନମ୍ରତା କଥା କହୁନାହାନ୍ତି, କି ମା ଏଇ ନମ୍ରତା କଥା କହିନାହାନ୍ତି। ତାହେଲେ ନମ୍ରତା ମାନେ କଣ? ଯୋଉ ନମ୍ର ଗୁଣ ଆମର ତିଆରି ହବ, ସେ ନମ୍ରତା ଅବସ୍ଥାଟା କଣ? ସେ ନମ୍ର ଅବସ୍ଥାଟି ହେଲା ଆମ ଭିତରେ ଗୋଟେ ଅନୁଭବ ଆସିବା ଦରକାର, ୱିଦାଉଟ୍ ଦ ମଦର ଆଇ ନୋ ନଥିଂ, ୱିଦାଉଟ୍ ଦ ମଦର ଆଇ କ୍ୟାନ୍ ଡୁ ନଥିଂ, ୱିଦାଉଟ୍ ଦ ମଦର ଆଇ ଆମ୍ ନଥିଂ। ମୁଁ 3ଟା କଥା କହିଲି, ମା ଏଇଟା ଲେଖିଛନ୍ତି। କଣ କହିଲି? ୱିଦାଉଟ୍ ଦ ମଦର ଆଇ ନୋ ନଥିଂ, ମା ବିନା ମୁଁ କିଛି ଜାଣି ନାହିଁ। ୱିଦାଉଟ୍ ଦ ମଦର ଆଇ କ୍ୟାନ୍ ଡୁ ନଥିଂ, ମା ବିନା ମୁଁ କିଛି କରିପାରିବି ନାହିଁ। ୱିଦାଉଟ୍ ଦ ମଦର ଆଇ ଆମ୍ ନଥିଂ, ମା ବିନା ମୁଁ କିଛି ନୁହେଁ। এই 3ଟା ଅନୁଭବ ହଉଛି ବିନୟୀ ସ୍ୱଭାବର ଲକ୍ଷଣ। ଯିଏ ବିନୟୀ ହବ ତା ଭିତରେ ଏ 3ଟା ଗୁଣ ନିହାତି ରହିବା ଦରକାର। ପ୍ରଥମ କଥା କଣ କହିଲି? ଯେ ମା ବିନା ମୁଁ କିଛି ଜାଣିନି। ଆମେ କହୁଛୁ ମୁଁ ଏତେ ବହି ପଢୁଛି, ଏତେ ଭଲ୍ୟୁମ ପଢୁଛି, ମୁଁ ଜାଣିନି। ମୁଁ MA MD କରିଛି, PhD କରିଛି, ମୁଁ ଜାଣିନି? ସରିଗଲା, ଜିରୋ ସେଇଠି। ଯେତେବେଳେ ଆମ ଭିତରେ ଗୋଟେ ବୋଧ ଆସିବ ଯେ ମା ଲେଖିଛନ୍ତି ଏ କଥାଟି, ଯେ when you feel that you know nothing, you are ready to learn something। ତମ ଭିତରେ ଯେତେବେଳେ ଅନୁଭବ ହବ ଯେ ତମେ କିଛି ଜାଣିନା ବୋଲି, ତମେ ସେତିକିବେଳେ କିଛି ଶିଖିବା ପାଇଁ ପ୍ରସ୍ତୁତ। when you feel that you know nothing, ତମେ ଯେତେବେଳେ ଅନୁଭବ କରୁଛ ଯେ ମୁଁ କିଛି ଜାଣିନି, ସେତିକି ବେଳେ ତମ ଭିତରେ ଶିଖିବା ପାଇଁ ପ୍ରସ୍ତୁତି ତିଆରି ହବ। ଯଦି ଅନୁଭବ ଆସିଗଲା ମୁଁ ଜାଣି ଯାଇଛି ସବୁ କଥା, ଆଉ ଜାଣିପାରିବନି, ସରିଲା, ସେଇଠି ଫୁଲ ଷ୍ଟପ୍ ପଡ଼ିଗଲା, ଆଉ ପ୍ରୋଗ୍ରେସ ନାହିଁ। ତେଣୁ ମା ବିନା ମୁଁ କିଛି ଜାଣିପାରିବିନି। କାରଣ ଜାଣିବାର ଯୋଉ ସାମର୍ଥ୍ୟ, ଜ୍ଞାନ ଆହରଣ କରିବାର ଯୋଉ ସାମର୍ଥ୍ୟ, ଚେତନାରେ ବଞ୍ଚିବାର ଯୋଉ ସାମର୍ଥ୍ୟ, ମାଙ୍କ ପ୍ରଭାବକୁ ଗ୍ରହଣ କରିବାର ଯୋଉ ସାମର୍ଥ୍ୟ କେବଳ ମା ଦେବେ। ତେଣୁ ମାଙ୍କୁ ମାଗିବା ଦରକାର।
माँ को आम मागुचु भिन्न प्रकार जहाँ मागिले सबु कथा मिल जाए सेटा मागी पारुचु कि आम माँ को मागी पारुचु कि माँ मोर तमें दरकार ना कौन मागुचु मो घर दियो मोर चाकिर दियो मोर प्रमोशन दियो मो छुआर देह भल कर दियो मो केस रे डिग्री करे दियो मो झील बाहागर बर ठीक कर दियो पैसा एत कौट आने ना 20 लाख 30 लाख खर्च मो पैसा व्यवस्था कर दियो आम यही कथा माँ को मागुचु एटा कौन साधनार सहायक हम ये साधनार सहायक हम नहीं जन साधक माँ को कहले तमे तो मो माँ मो दुनिया माँ किए जान नहीं दुनिया रे भगवान किए मो जान नहीं तू जदि मो माँ मोर मागिया कौन दरकार माँ कौन जान नहीं छुआर कौन आवश्यक मोर मागिया दरकार माँ कहते तुम जहाँ मागियो मु देवी मागु माग कहीं भूलटा मागी जानी तो मागिया गोटे ज्ञान दरकार कौन मागिया मागु सपोज एना माँ आसिक छिड़ा जाओ तुम सब 20 वर्ष 30 वर्ष धरी मु आराधना कर पाठोत्तर कर तेणु कौन दरकार कह जी जहाँ माग तुमको बर दि जाव कौन मागी पार मागिया मोर टंका दियो मो झील पुओ भल चाकरी दियो भल बर दियो कि भल कन्या दियो आउ एते अर्थ दियो जेमिति मु मो पिला छुआ मो नाती नातुणी वंश परंपरा पर्यंत अभाव रहियो एति मागिया ना आउ को मागी पार आम लिमिटेड होती भितर केवे माँ को मागी पार्छु कहीं मागी पार्नु क्या माँ आसिले आमर जहाँ असोदड़ा तो आका सजाड़ी अज्ञानता थे ज्ञान युक्त हो अविद्या विद्यार रूप नब दुर्बलता सामर्थ्य रूप नब अपूर्णता पूर्णता रूप नब विभाजन एकत्व रूप नहीं आम भीतर माया गढ़ रूप नहीं ये सब गुड़िक माँ तैयारी करदे इम्परफेक्शन टा परफेक्शन रूप नहीं तेणु माँ को आम चाहिए कि चेतनार कौ स्तर यही कथाटा मागी हम आम चेतनार जो भूमि अच्छु से अनुसार माँ को मागुचु तेणु चेतनार तल स्तर आमर पेट पाटना जो तेल लुण संसार में जहाँ आवश्यक आम से मागी दूसरी क्या चेतनार तल स्तर अच्छु यहाँ आवश्यक अच्छे ये गोटे साधारण जीवन में भौतिक वस्तुर आवश्यकता अच्छी तेना मागी दौचु पुणी लजिक कौन कहूँ भाई बाह्य जीवन अर्थर आवश्यक अच्छे जो देखते पूरा ताले आम बोधे बाह्य जीवन चाहूँ तेणु अर्थ आवश्यक कर जो दिन अंतर जीवन बंचा अर्थर आवश्यक हम कि तेणु साधना अंतर जीवन दरकार ना बहिर्जीवन दरकार जे साधना करिवो तार जब एसी कार्ड दरकार माँ कार्ड दे देवे तार जब फ्लाइट रे घुरिया दरकार वर्ल्ड ताको माँ से व्यवस्था कर देवे जहाँ दरकार माँ दे देती कारण से माँ को पाई बंचुची माँ को इच्छा को से साकार रूप देवा इन्स्ट्रुमेंट होगा आगे आसे ता जीवन को खातिर करने ता निज से किसी मागु नहीं तेणु आम भितर से बोध या कि जे मो माँ को योद्धा हेबी माँ को संकल्प को साकार करी माँ को इच्छा को पूर्ण करें समर्थ हेबी माँ से मत समर्थ कर तमें मो माँ मु तम पिला तमें मोर मु तमर यही बोध माँ सहित आमको संपर्कित कर मागिबार आवश्यक रही यही अवस्था न आसा पर्यंत आमको माँ को मागे पड़ो जन साधक नुआ नुआ गले माँ को मागिले माँ ताको देले पुणी तंकर आवश्यक है पुणी माँ को मागिले माँ पुणी देले तेणु ये साधक मागु था माँ दौ था माँ मैंने साधक मागु था माँ दौ था तेणु मागिबा और माँ दबा यार भितर माँ सहित से साधक गोटे संपर्क तैयारीगला माँ सहित विश्वास बढ़ीगला पूर्ण विश्वास आसीगला तापर माँ जो जाणीगले मत पूर्ण विश्वास कर सारा आउ मत छाड़ी पार ना तापर देखिले मु जहाँ जहाँ ताको देइछि जदि से अभिभूत हो गला से चेतनार परिसर भितर से किड़ी होकर रहिबो ताको अतिक्रम करि पारिबो नाही तेणु ताको धीरे धीरे नबा आरंभ कले
ପୁଣି ମାଆଙ୍କୁ ଡାକିଲା ସେ, ପୁଣି ଗୋଟେ ଲସ୍ ହେଲା। ଗୋଟେ ବାଣୀରେ କହିଛି, ଇଟ୍ ଇଜ୍ when all seems lost all can be set. When you have lost the confidence on your personal power, you should have faith in the divine grace. ତେଣୁ ଏଇ ଯୋଉ ଡିଭାଇନ ଗ୍ରେସ୍ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିବା ପାଇଁ ସାଧକ ଭିତରେ ଭାବ ତିଆରି କରନ୍ତି। ପ୍ରଥମେ ମାଙ୍କ ସହିତ ବିଶ୍ୱାସ ବଢେଇବା ପାଇଁ ମା ଦେଇଥାନ୍ତି, ତାପରେ ଧୀରେ ଧୀରେ ଯାହା ଦେଇଥାନ୍ତି ତାକୁ ନେଇଯାଆନ୍ତି ହେଲା। ତାପରେ କଣ ହେଇଯାଏ, ସାଧକ ନିଶ୍ଚୟ ଅନୁଭବ କରେ ମୋର କେବଳ ଦରକାର ମା, କାରଣ ଏ ଟଙ୍କା ଦରକାର ନାହିଁ, ଘର ଦ୍ୱାର ଦରକାର ନାହିଁ, ଜମିବାଡ଼ି ଦରକାର ନାହିଁ, କାରଣ ମୁଁ ତାରି ପରିସର ଭିତରେ ବାନ୍ଧି ହେଇଯାଇଛି। ଜଣେ ବ୍ୟକ୍ତିକୁ ମୁଁ ଜାଣିଛି, ମୋ ସହିତ ପାର୍ଶ୍ୱରେ ବୁଲନ୍ତି, ମୋ ଦୁଃଖ କଥା କହନ୍ତି, ନା ପାଠ ଜୋର କର, ତମର ଯାହା ଦରକାର ମା ଦେବେ। ଜାଗା ନାହିଁ, ଘର ନାହିଁ, ପୁରା ଭିଡ଼ା ପରିବାର, ସେଇ ଗୁମ୍ଟି ଭିତରେ ରହିଲା ଭଳିଆ ଲାଗୁଛି ବୋଲି ଅନୁଭବ କରୁଛ, ମତେ ସେଥିପାଇଁ ତମ ଘରକୁ ଡାକି ପାରୁନ, ଏଇଆ କହୁଛ ତ? ସେ ମତେ ତାଙ୍କ ଘରକୁ ଡାକି ପାରନ୍ତିନି, କାରଣ ଏତେ ଗୁଞ୍ଜ ଘରଟା ଯେ ଭିଡ଼, ବହୁତ ବଡ଼ ପରିବାର, କିନ୍ତୁ ଘର ଏତେ ନାହିଁ, ଭାରି ଗେଞ୍ଜି ହେଇକା ରହୁଛନ୍ତି। ମାନେ ମାଙ୍କ ପାଠ ଜୋର କର, ମା ତମକୁ ସେ ବ୍ୟବସ୍ଥା କରିବେ। ମୋର ଏଇଟା ବାହାରି ପଡ଼ିଥିଲା, ସତୁ ସତ ଟାଉନରୁ ଟିକେ ଦୂରରେ ଗୋଟେ ଜାଗା ଖଣ୍ଡେ ମିଳିଗଲା, କିଣି ପକେଇଲେ, ସୁନ୍ଦର ଘର ଗୋଟେ ବନେଇଦେଲେ, ସୁନ୍ଦର ଗୋଟେ ଘର ବନେଇଦେଲେ, ମାର୍ବଲ ଫାର୍ବଲ ପକେଇ ବଢିଆ ଘରଟେ ବନେଇଦେଲେ। ତାପରେ ବର୍ଷ ମୁଁ ପାର୍ଶ୍ୱରୁ ଗଲି, ସିଏ ଆଉ ମୋ ସହିତ ଆସୁନାହାନ୍ତି, ଦେଖା ତ ଦଉନାହାନ୍ତି। ଆଉ କେତେଟା ଭାଇ ପଚାରିଲି କି ସେ ଭାଇ କୁଆଡେ ଗଲେ କି? କହିଲେ ଭାଇ ସିଏ ଏଇନା ପୁରା ସଂସାରୀ ହେଇଯାଇଛନ୍ତି, ମାନେ ସିଏ ଆଉ ଟାଉନରେ ରହୁନାହାନ୍ତି, ଟିକେ ଦୂରରେ ଗୋଟେ ନୂଆ ଘରଟେ କରିଛନ୍ତି, ଆଉ ସେ ଘର ଛାଡ଼ିକି ସେ କୁଆଡେ ଯାଉନାହାନ୍ତି। ଆଚ୍ଛା ଆଚ୍ଛା, ଫୋନ୍ 2 ଦିନ ଗଲା, 3 ଦିନ ଗଲା, ତାଙ୍କୁ ଦେଖା ମିଳିଲାନି କି ଫୋନ୍ ଆସିଲାନି। ସେ ଜାଣିଛନ୍ତି ମୁଁ ଆସିଲିଣି ବୋଲି, କିନ୍ତୁ ଫୋନ୍ କରୁନାହାନ୍ତି। ତାପରେ ମୁଁ ମୋ ଆଡୁ ଫୋନ୍ କଲି, କ'ଣ ହେଲା ଭାଇ, 3 ଦିନ ହେଲା ଆସିଲିଣି, ଆପଣ ଦେଖା ନାହିଁ ଯେ। କ'ଣ କରିବି ଭାଇ, ଜଞ୍ଜାଳ ଭିତରେ ଫସିଗଲି। ପାଖରେ ଥିଲି, ଟାଉନ ପାଖରେ ଥିଲି, ଟାଉନ ଭିତରେ ଥିଲି, ଆପଣଙ୍କ ସହିତ ଭେଟୁଥିଲି, ପାର୍ଶ୍ୱରେ ବୁଲୁଥିଲେ, ମଜା ଲାଗୁଥିଲା। ହେଲେ ମୁଁ ଏବେ ଗୋଟେ ନିଛାଟିଆ ଜାଗାରେ ଗୋଟେ ଘରଟେ କରିଦେଇଛେ, ମୁଁ ସେ ଘରକୁ ଛାଡିକି ଯାଇପାରୁନି ପରା। ବୋଲେ ହୋ, ତମେ ଘର ଜଗଳି ହେଇଛ, ତମ ଘରକୁ କିଏ ନେଇଯିବେ ଚୋର? ନାଇଁ, ଦେଖ ମୁଁ ତମକୁ କହିଥିଲି ପାଠ ଜୋର କାମ କର, ତମର ଯାହା ଦରକାର ମା ଦେବେ। ଏଇ ଘର କଥା, ଏଇଟା ତ ମାମୁଲି କଥାଟା। ଆଉ ତମେ ଘର ଘର କାହିଁ କହୁଛ? ତମକୁ ମା ଜାଗା ଦେଲେ, ଘର ବି ଦେଲେ, କ'ଣ ମା କହିଥିଲେ ତମକୁ ଘର ଜଗାଳି କରିବା ପାଇଁ? ତମେ ନା ଘର ଜଗାଳି ହେଇଛ, ଘରଟାକୁ କେମିତି ଛାଡିକି ଯିବି ଭାଇ? କ'ଣଟା ନେବେ? ଚୋର ପଶିଲେ କ'ଣଟା ନେବେ? ତମ ଘରେ ଟଙ୍କା ପଇସା କିଛି ନେବେ କି ନା ସୁନା ରୂପା କିଛି ନେବେ? ନା ଘରଟାକୁ ନେଇକି ପଳେଇବେ? ନା ଘରଟାକୁ ନେଇପାରିବେ ନା, ତମ ଘରଟାକୁ ଯାଇଛ ଯେ। ତେଣୁ ଆମେ ଧୀରେ ଧୀରେ ଏଇ ଯୋଉ ମାଙ୍କୁ ଯୋଉ ଜିନିଷ ସବୁ ମାଗୁଛୁ, ଆମେ ତା ସହିତ ଲାଖିକି ରହିଯାଉଛୁ, ତାକୁ ଅତିକ୍ରମ କରିପାରୁନୁ। ସାଧନା କୋଉଠି ହବ? ହବ ସାଧନା? ତେଣୁ ଆମ ମାଗିବାଟା ଭୁଲ ହଉଛି ନା ନାଇଁ? ଆମେ କହୁଛୁ ଘର ଦିଅ, ମା ଘର ଦେଇଦେବେ। ଚାକିରି ଦିଅ, ମା ଚାକିରି ଦେଇଦେବେ। ମତେ ପଦବୀ ଦିଅ, ପ୍ରମୋସନ ଦିଅ, ଦେଇଦେବେ। ମୋ ଝିଅଟିଏ ଦିଅ, ପୁଅଟିଏ ଦିଅ, ଦେଇଦେବେ। ରୋଗ ହେଇଛି ଭଲ କରିଦିଅ, କରିଦେବେ। ତାପରେ କ'ଣ ହବ? ଆମେ ଏଇ ସାମାଜିକ ଜୀବନ ଭିତରେ, ସଂସାର ଜୀବନ ଭିତରେ ବାନ୍ଧି ହେଇକି ରହିବା। ଆଧ୍ୟାତ୍ମିକ ଜୀବନ ବଞ୍ଚିପାରିବା କି? ସାଧନା ଜୀବନ ବଞ୍ଚିପାରିବା କି? ଜୀବନକୁ ଅତିକ୍ରମ କରିପାରିବା କି? ଜୀବନକୁ ସମ୍ମୁଖୀନ ହେଇ ଶିଖିବା କି? ସମ୍ମୁଖୀନ ହେଇପାରିବାନି। ସାଧନା କେମିତି ହବ? ଯୋଉ ଜୀବନରେ ଜୀବନକୁ ସମ୍ମୁଖୀନ ହବାର ଚାନ୍ସ ନାହିଁ, ସେ ଜୀବନ ସାଧନା ଜୀବନ ହେଇପାରିବନି। ତେଣୁ ଆମେ ଜୀବନକୁ ସମ୍ମୁଖୀନ ହବା, ଅର୍ଥାତ୍ ଜୀବନରେ ଯାହା ଆସିବ ତାକୁ ବାଇପାସ୍ କରିବା ପାଇଁ ଚେଷ୍ଟା କରିବାନି। ଆମେ ତ ମା କ'ଣ କରିବି, ଗୋଟେ ଏମିତି ପ୍ରୋବ୍ଲେମ ଆସି ପହଞ୍ଚିଗଲା, ସେ ଏମିତି ଅବସ୍ଥାରେ ଅଛନ୍ତି, କ'ଣ କରିବି ମା, ତମେ ତାକୁ ଟିକେ କୋଉ ଗୋଟେ କ'ଣ ବାଟ କର, ଭଲ ହେଇଯାଉଛି। ମାଠୁ ଭଲ କରିଦେବେ। ବିକଳି ଡାକିଲେ, କାରଣ ଅଲ୍ ସିନ୍ସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍ ଆଣ୍ଡ ଏଭ୍ରି ପ୍ରେୟର ଇଜ୍ ଆନ୍ସର୍ଡ। ମା ଗ୍ରାଣ୍ଟ କରିଦେଲେ, ସୁବିଧା ହେଇଗଲା। କିନ୍ତୁ ଯୋଉ ଟିକିଏ ଅସୁବିଧାରେ ଆସିଲେ ଆମେ ତାକୁ ସମ୍ମୁଖୀନ ହେଇଥିଲେ, ଆମର ଯୋଉ ଷ୍ଟ୍ରେନ୍ଥ ବଢିଥାନ୍ତା, ଆମର ଷ୍ଟାମିନା ଟାଣ ହେଇଥାନ୍ତା, ଚାନ୍ସଟା ହରେଇଲୁ। ମା ଇଜିଲି ତାକୁ ପାର କରିଦେଲେ। ଠିକ ଅଛି, ଆଉ ଟିକେ ଅସୁବିଧା ଆସିବ, ପୁଣି ମାଙ୍କୁ ଡାକିଲୁ, ମା ତାକୁ ପାର କରିଦେଲେ।
ଏମିତି ଟିକେ ଟିକେ ଛୋଟିଆ ଛୋଟିଆ ଅସୁବିଧା ପାଇଁ ଆମେ ମାଆଙ୍କୁ ମା ତ ହଟେଇ ଦିଅ, ମା ହଟେଇ ଦେବେ। ତାପରେ ବଡ ଅସୁବିଧାଟା ତ ଆସିବ, ସମ୍ଭାଳି ପାରିବା ତ? କାହିଁକି ପାରିବା ନାହିଁ? କାରଣ ଷ୍ଟ୍ରେଂଥ ଆମର ନାହିଁ। ଯଦି ଫେସ୍ କରିଥାନ୍ତେ ପ୍ରୋବ୍ଲେମକୁ, ତାହେଲେ କେମିତି ପ୍ରୋବ୍ଲେମକୁ ଟେକଲ କରାଯାଏ ମାଙ୍କ ପ୍ରଭାବରେ ସମ୍ମୁଖୀନ ହେଇପାରିଥିଲେ ସାହସଟା ବଢିଥାନ୍ତା। ଯେ ବାରମ୍ବାର ଯୁଦ୍ଧ କରୁଛି, ସମ୍ମୁଖୀନ ହଉଛି ଶତ୍ରୁ ସହିତ, ତାର ଶତ୍ରୁକୁ ଭୟ ରହିବ କି? ନା ସେ ଦୁର୍ବଳ ହେଇଯିବ? ଠିକ ସେଇଭଳି ଆମେ ଯେତେ ଘାତ ପ୍ରତିଘାତକୁ ସମ୍ମୁଖୀନ ହେଇ ଶିଖିବା, ଆମେ ସେତିକି ଟାଣ ହବା। ଟାଣ ହେଲେ ମାଙ୍କ ଫୋର୍ସ, ମାଙ୍କ ଚେତନା, ମାଙ୍କର ଶକ୍ତି, ମାଙ୍କର କୃପା ଆମ ଭିତରେ ସେତିକି କ୍ରିୟା କରି ଆରମ୍ଭ ହେଇଯିବ। ତେଣୁ ମାଙ୍କ କୃପା ଟାଣ, ମାଙ୍କ କୃପାକୁ ପାଇବାକୁ ଗଲେ ଆମ ଭିତରଟା ଟାଣ ହବା ଦରକାର। ସାଧନା ଭୀରୁମାନଙ୍କ ପାଇଁ ନୁହଁ। ଏଇଟା ଭଲ କି ମନେ ରଖିବା ଭାଇ ଭଉଣୀ ମାନେ। ଯୋଉମାନେ ଡରୁଆ ସେମାନେ ସାଧନା କରିପାରିବେ ନାହିଁ, ଯୋଗ କରିପାରିବେ ନାହିଁ। ତେଣୁ ଆମେ ଡରୁଆ ହବା ନା ସାହସିଆ ହବା? ଆମେ କହୁଛୁ ମୋ ଚେନଟା ବାଟରେ ଆସିଥିଲି ଛିଟିଗଲା, ମାଆଙ୍କୁ ଡାକିଲି ପାଇଗଲି, ତ ମା ମୋ କୃପା କରିଦେଲେ। ହଁ ଠିକ, ଚେନ ମିଳିଗଲା, ତେଣୁ ମା କୃପା କରିଦେଲେ। ଆଉ ତେଣୁ ନ ମିଳିବ, ମା କୃପା କରିନାହାନ୍ତି। ଏଇଆ ନା ଆମ ଦୃଷ୍ଟିକୋଣ। କଣ ଗୋଟେ ରାଣୀ ହାରଟା ପିନ୍ଧିକି ଆସିଥିଲି, କିଏ ବାଟରେ କଣ କରିଦେଲା, କଣ ମୁଁ ପାଇନି, 5 ଲକ୍ଷ ଟଙ୍କା ଦାମ। ଖାଇବା ପିଇବା ସବୁ ଭୁଲି ଯାଇଥିବ, ନିଦ ହଜି ଯାଇଥିବ। ସେତେବେଳେ ମାକୁ ଡାକୁଥିବା, ମା ଦଉନଥିବେ। କେମିତି ଲାଗିବ ଅବସ୍ଥାଟା? ସ୍ଥିର ରହିବ, ସମତା ରହିବ, ଭିତରେ ଶାନ୍ତି ରହିବ? ସାଧନା କେମିତି ହବ? ସକଳ ପରିସ୍ଥିତିରେ ଯଦି ସ୍ଥିର, ଅବିଚଳ, ଶାନ୍ତ, ନୀରବ ରହିପାରିବା, ସାଧନା ହବ। ସକଳ ପରିସ୍ଥିତିରେ। ଆଉ ଟିକେ ଦୁଃଖ ଆସିଲା କି ଆମକୁ କିଏ ଟିକେ ଅପମାନିଆ କଥା କହିଦେଲା, ଆମେ ଧଟିକି ତାକୁ କହିଦଉଛୁ। ସମତା କୋଉଠି ରହିଲା? ସାଧନା କୋଉଠି ହବ? ସାଧନା ହେଇପାରିବ ନାହିଁ। କାରଣ ଆମେ ଆମ ଭୂମିରେ ରହିଛୁ, ଜଗତକୁ ଅନୁଭବ କରିନୁ। ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ତାଙ୍କ ଚେତନା ଭିତରକୁ ପ୍ରବେଶ କରିପାରିନୁ। କାରଣ ଜୀବନରେ ସବୁ କଥା ଶିକ୍ଷା କରିବାର ଅଛି। ଅନେକ ପରିସ୍ଥିତି ସହିତ ଆମକୁ ମୁକାବିଲା କରିବାର ଅଛି। ମା ଯେହେତୁ ଅଛନ୍ତି, ମାଙ୍କୁ ଏତିକି କହିବା, ତମେ ଯାହା ଦଉଛ ଦିଅ, ମୋର ଆପତ୍ତି ନାହିଁ, କିନ୍ତୁ ଫେସ୍ କରିବା ପାଇଁ ମତେ ଷ୍ଟ୍ରେଂଥ ଦିଅ। ତାପରେ ଦେଖିବା କେମିତି ଡର ଲାଗିବ। ଯାହା ମତେ ଦଉଛ ଦିଅ, ମୋର ଆପତ୍ତି ନାହିଁ, କିନ୍ତୁ ଫେସ୍ କରିବା ପାଇଁ ମତେ ଷ୍ଟ୍ରେଂଥ ଦିଅ। ମୁଁ ଯେମିତି ଭାଙ୍ଗି ନ ପଡେ, ସମ୍ମୁଖୀନ ହେଇପାରେ, ଧୈର୍ଯ୍ୟ ସହନଶୀଳତାର ସହିତ ତାକୁ ଯେମିତି ସମ୍ମୁଖୀନ ହେଇପାରିବି। ମାଙ୍କୁ ଏଇ ସାହସ କଥା ମାଗି ପାରୁଛେ କି? ମାଙ୍କୁ ଆମେ ସାହସ ମାଗି ପାରୁନି। ମାଙ୍କ ଶକ୍ତିକୁ ମାଗି ପାରୁଛେ କି? ତାଙ୍କର ପ୍ରଜ୍ଞା ବା ଜ୍ୟୋତିକୁ ମାଗି ପାରୁଛେ କି? ଭିତରେ ସେ ପରମ ଶାନ୍ତିକୁ ଆବାହନ କରି ଆଣିବା ପାଇଁ ମାଙ୍କ ଶାନ୍ତିକୁ ଆବାହନ କରିପାରୁଛେ କି? ମାଙ୍କର ଆନନ୍ଦ, ଯୋଉ ଦିବ୍ୟ ଆନନ୍ଦ ଅଛି, ତାକୁ ମାଗି ପାରୁଛେ କି? ନା। ମାଗୁଛୁ କୋଉ କଥା? ଯାହା ଅସ୍ଥାୟୀ, ଯାହା ଅସ୍ଥାୟୀ, ଆମେ ସେଇ କଥା ମାଗୁଛୁ। ତେଣୁ କିଛି ଦିନ ପରେ ସେ ଆମଠୁ ପଳେଇ ଯାଉଛି। ପଳେଇ ଗଲା ପରେ କଣ ହଉଛି? ଶାନ୍ତିଟା ଅଶାନ୍ତିରେ ପରିଣତ ହେଇଯାଉଛି, ସୁଖଟା ଦୁଃଖରେ ପରିଣତ ହେଇଯାଉଛି। ତାପରେ ଆମେ ଭାଙ୍ଗି ପଡୁଛୁ। ତାପରେ ଏତେ ମର୍ମାହତ ହଉଛୁ ଯେ କହୁଛୁ କଣ ନା ଜୀବନକୁ ହରେଇଦେବି। ଏ ଜୀବନଟା କଣ ଦିଆଯାଇଛି ହରେଇ ଦେବା ପାଇଁ? ଜୀବନ ଦିଆଯାଇଛି ସମ୍ମୁଖୀନ ହେବା ପାଇଁ। ଆମେ ଏତେ ହତୋତ୍ସାହିତ, ନିରୁତ୍ସାହିତ ହଉଛୁ, ଜୀବନ ହାରିଦେବା ପାଇଁ ପଛଉନୁ। ଏଇଟା କଣ ସାହସିକତାର କଥା? ଇଏ ସାହସିକତାର କଥା ନୁହେଁ। ମୋ ଭିତରେ ଯୋଉ ପ୍ରେରଣା ଆସୁଛି, ମୁଁ ସେଇ ଅନୁସାରେ କାମ କରି। ଲୋକେ କଣ କହିଲେ ମୋର ଯାଏସ ନାହିଁ। ଲୋକଙ୍କ ଗୁଞ୍ଜରଣକୁ ଶୁଣିକି ଯଦି ମୁଁ ହଟିଲି ସାଧନାରୁ, ମୁଁ ସାଧନା କରିପାରିବିନି। ଲୋକେ ବହୁତ କଥା କହିବେ। ଦ ହୋଲ ୱାର୍ଲଡ ୱିଲ୍ ଷ୍ଟାଣ୍ଡ ଏଗେନ୍ଷ୍ଟ ୟୁ। ରେଡି ତ? ସାରା ପୃଥିବୀ ଆମ ବିରୁଦ୍ଧରେ ଛିଡା ହବ, ସାଧନା କରିହବ ତ? ଏତେ ଲୋକ ଏତେ କଥା କହୁଛନ୍ତି, କଣ ଦରକାର? ସାଧନା ନହେଲା କହିକି ଖସିଲୁ, ବାଇପାସ୍ ଖସିଗଲୁ। ଏଇଟା ସାଧନା? ଇଏ କେବେ ସାଧନା ହେଇପାରିବନି। ଲୋକେ କଣ କହିଲେ, ଆମେ ଲୋକଙ୍କ କଥା କାହିଁ ଶୁଣୁଛୁ? ମୋ ଭିତରେ ଯିଏ ମା ଅଛନ୍ତି,
ମତେ ସିଏ ବାଛୁଛନ୍ତି ତ ବାସ୍ ଏନଫ୍। ଆଉ କିଏ ଗ୍ରହଣ କଲା ନ କଲା ମୋର ଯାଏସ ନାହିଁ, କିଏ କ'ଣ କହିଲେ ମୋର ଯାଏସ ନାହିଁ। ଯଦି ଏଇ ବୋଧ ମୋ ଭିତରେ ତିଆରି ହବ ତାହେଲେ ମୁଁ ସାଧନା କରିବି। ଯଦି ଏଇ ବୋଧ ମୋ ଭିତରେ ନାହିଁ ମୁଁ ସାଧନା କରିପାରିବି ନାହିଁ। ତେଣୁ ଜୀବନକୁ ସମ୍ମୁଖୀନ ହେବା ପାଇଁ ଜୀବନ ଉଦ୍ଦିଷ୍ଟ ହେଇଛି। ଲାଇଫ୍ ହାଜ୍ ଏ ପର୍ପସ୍। ଜୀବନ ଗୋଟେ ଉଦ୍ଦେଶ୍ୟ ଅଛି। ସେ ଉଦ୍ଦେଶ୍ୟଟା କ'ଣ? ଟୁ ବିକମ୍ କନସିୟସ୍ ଅଫ୍ ଦି ଡିଭାଇନ୍। ଟୁ ବିକମ୍ କନସିୟସ୍ ଅଫ୍ ଦ ଡିଭାଇନ୍, ଭଗବାନଙ୍କ ବିଷୟରେ ସଚେତନ ହେବା ପାଇଁ ଜୀବନ ଉଦ୍ଦିଷ୍ଟ ହେଇଛି। ଭଗବାନଙ୍କ ସେବା କରିବା ପାଇଁ ଜୀବନ ଉଦ୍ଦିଷ୍ଟ ହେଇଛି। ଭଗବାନଙ୍କୁ ଆବିଷ୍କାର କରିବା ପାଇଁ ଜୀବନ ଉଦ୍ଦିଷ୍ଟ ହେଇଛି ଏବଂ ଭଗବାନଙ୍କୁ ପ୍ରକାଶ କରିବା ପାଇଁ ଆମ ଜୀବନ ଉଦ୍ଦିଷ୍ଟ ହେଇଛି। ତେଣୁ ଏଇ ଯୋଉ ଭଗବାନ ହେଲେ ଆମର ଅସଲ ଉଦ୍ଦେଶ୍ୟ, ଏଇ ଭଗବାନଙ୍କୁ ସନ୍ଧାନ କରିବା ଦରକାର। କୋଉଠି ଅଛନ୍ତି ସେ? ମଙ୍ଗଳାଶାଳାରେ ବୋଧେ ଅଛନ୍ତି, ତାରିଣୀଶାଳାରେ ବୋଧେ ଅଛନ୍ତି, ଶିବ ମନ୍ଦିରରେ ବୋଧେ ଅଛନ୍ତି। ଆମେ ଦୌଡୁଛୁ ସେଇଠିକି। ଆଇ ମା ଫଟୋରେ ନାହାନ୍ତି, ମୋ ହୃଦୟ ଭିତରେ ନାହାନ୍ତି। ଯଦି ମୋ ହୃଦୟ ଭିତରେ ଭଗବାନ ଅଛନ୍ତି, ମୁଁ ତାଙ୍କ ଉପସ୍ଥିତିକୁ ଅନୁଭବ କରୁଛି, ପୁଣି ଇଆଡେ ସିଆଡେ ଯାଉଛି କାହିଁକି? ବିଶ୍ୱାସ କୁଆଡେ ଗଲା? ବିଶ୍ୱାସଟା ପ୍ରମାଣକୁ ଭିତ୍ତି କରିକି ଆମେ ରଖିଛୁ। ତେଣୁ ପ୍ରମାଣ ଯଦି କିଛି ନ ମିଳିଲା ବିଶ୍ୱାସ ହରେଇଲୁ। ଏଇଥିରେ କେମିତି ମାଙ୍କ ଗ୍ରେସ୍ କାମ କରିବ, ଆମେ ସାଧନା କେମିତି କରିବା? ତେଣୁ ବିଶ୍ୱାସ ଗୋଟେ ଏଭଳି ଶବ୍ଦ ମା କହୁଛନ୍ତି, ଫେଥ୍ ଦ ସ୍ପଣ୍ଟାନିୟସ୍ ନଲେଜ ଇନ୍ ଦ ସାଇକି। ବିଶ୍ୱାସ ହେଉଛି ଅନ୍ତରାତ୍ମାର ସ୍ୱତଃସ୍ଫୂର୍ତ୍ତ ଜ୍ଞାନ। ଯେହେତୁ ବିଶ୍ୱାସ ହେଉଛି ଅନ୍ତରାତ୍ମାର ସ୍ୱତଃସ୍ଫୂର୍ତ୍ତ ଜ୍ଞାନ, ମୋ ଭିତରୁ ବୋଧ ଆସିଲାନି ନା ଇଏ ମୋ ମା ବୋଲି। ସତରେ ଇଏ ମୋ ମା, ଇଏ ଡିଭାଇନ୍ ମଦର। ମୋ ଭିତରୁ ଏ ବୋଧ ଆସିଛି କି ହଁ ସମସ୍ତେ ଯାଉଛନ୍ତି ମା ବୋଲି କହିକି ମୁଁ ବି ଯାଏ, କିନ୍ତୁ ମୋ ଭିତରୁ ବୋଧ ଆସିନାହିଁ। ମୋ ଭିତରୁ ବୋଧ ଆସୁନି ଯେ ଇଏ ଡିଭାଇନ୍ ମଦର, ଇଏ ସକଳ ଶକ୍ତିର ଅଧୀଶ୍ୱରୀ, ଭୁବନ ଭୁବନ ଅଧିଷ୍ଠାତ୍ରୀ ଦେବୀ। ସେ ମାନବ ଆଧାର ଦିବ୍ୟ ପ୍ରକୃତି ମଧ୍ୟରେ ସେତୁ। ସେ ପରମଙ୍କର ଚେତନା ଓ ଶକ୍ତି, ତାଙ୍କରି ଟଚ୍ରେ ସବୁ କିଛି ଦିବ୍ୟମୟ ହେଇଯାଏ। ତେଣୁ ମାଙ୍କର ଟଚ୍ ମୋର ଦରକାର। କାହିଁ ଇଏ ଡିଭାଇନ୍ ମଦର, ଏ ବୋଧ କ'ଣ ଅଛି? ଏ ବୋଧ ଆସିନି। କାହିଁକି ଆସିନି? ବିଶ୍ୱାସରେ କୋଉଠି ଗୋଟେ କମି ଅଛି। ଆମେ କହୁଛୁ ହଁ ବହୁତ ଜ୍ଞାନ ବୋଧ ପଢିଲେ ବୋଧେ ବିଶ୍ୱାସ হবে କ'ଣ? କିଛି କାମରେ ବ୍ୟସ୍ତ ରହିଲେ, ଅନୁଭୂତି କିଛି ଅର୍ଜନ କଲେ ବୋଧେ ବିଶ୍ୱାସ ଆସିବ କ'ଣ? ଆମେ ଭାବୁଛେ ସତରେ ଏମିତି ଆସିବ? ଆସିବନି। କାହିଁକି? କାରଣ ବିଶ୍ୱାସ ଏଭଳି ଏକ ଶବ୍ଦ। ମା କହିଲେ ଫେଥ୍ ଇଜ୍ ଏ ସାଟିଚ୍ୟୁଡ୍ which is not necessarily based on knowledge and experience. ମୁଁ କଥାଟା ଆଉଥରେ କହୁଛି। Faith is a attitude which is not necessarily based on knowledge and experience. ଜ୍ଞାନ ଏବଂ ଅନୁଭୂତି ଉପରେ ଆଧାରିତ ନୁହେଁ। ବିଶ୍ୱାସ ହେଉଛି ଏଭଳି ଏକ ନିଶ୍ଚିତ ବୋଧ, ଯୋଉ ନିଶ୍ଚିତ ବୋଧ କେବେ ଜ୍ଞାନ ଏବଂ ଅନୁଭୂତି ଉପରେ ଆଧାରିତ ନୁହେଁ। ଆମେ କହୁଛୁ ଜ୍ଞାନ ଅନୁଭୂତି ଆସିଲେ ବିଶ୍ୱାସ ଆସିବ। ନେବାର ପ୍ରଥମ ଦେଖାରେ ଯଦି ଇଏ ମୋ ମା ବୋଲି ମୋ ଭିତରେ କିଏ ସ୍ୱୀକାର କରିଦେଲାଣି, ପୃଥିବୀ ପ୍ରଳୟ ହେଇଗଲେ ବି ସୁଦ୍ଧା ସିଏ ମୋ ମା। ମୋ ଜୀବନରେ ଯେତେ ଝଡ଼ ଦେଲେ ମଧ୍ୟ ସିଏ ମୋ ମା। ଏଇ ବୋଧ ଅଛି? ଏଇ ବୋଧ ନାହିଁ। ସାଧନା ହବ କେମିତି କୁହନ୍ତୁ? ମାଙ୍କ ସହିତ ରିଲେଟେଡ ହେଲେ ମା ଆମ ସାଧନାର ଦାୟିତ୍ୱ ନେବେ। ଆମେ କ'ଣ ସାଧନା କରିବା? ଆମ ଜୀବନର ଦାୟିତ୍ୱଟିକୁ ମାଙ୍କ ପାଖରେ ଟେକି ଦେଇ ପାରୁନୁ। ତାର କାରଣ କାଳେ ଇଏ କରିବେ ନ କରିବେ। ତେଣୁ ତାରିଣୀ ମାଙ୍କ ପାଖକୁ ନଡ଼ିଆଟା ପଠେଇଥିବା, ମଙ୍ଗଳା ଓଷା କେତେ ପାଳି କରିଦେବା। ସେ ଶିବ ମନ୍ଦିରରେ କେତେଟା ବାର ଶିବଙ୍କ ବ୍ରତ କରିବା, ବେଲପତ୍ର ଚଢେଇବା। କାଳେ ମା କରିବେ ନ କରିବେ, ଏମାନେ ଆଟଲିଷ୍ଟ କରିବେ ତ। ଡାଇଭର୍ଟ ହେଇଯାଉଛି, ବିଶ୍ୱାସଟା ଡାଇଭର୍ଟ ହଉଛି ନା ନାଇଁ? ଗୋଟିଏ ଜାଗାରେ ବିଶ୍ୱାସଟା ସେଣ୍ଟ୍ରାଲାଇଜ ରହୁଛି କି କନସେନ୍ଟ୍ରେଟ ହଉଛି କି? ହଉନି, ଡାଇଭର୍ଟ ହଉଛି।
लेंस रे आमे कागज ऊपर पकेवा चारियाडे तो बिछुड़ित होई पड़तो कागज पड़ियो पड़ियोनी जदि गोटे जगह सेंटर होई रहिला कागज पड़ियो ना नहीं पड़ियो सेंति विश्वास यदि गोटे ऊपर निर्धारित होला ता पावर अधिक तेणु ये माँ जे डिवाइन मदर ए विश्वास आमर नहीं साधना हम के माँ कहले जो विश्वास प्रमाण उपर आधारित ताहा यथार्थ विश्वास नुहे आमे खाली प्रमाण खोज यदि प्रमाण मिले ताल मोर विश्वास हो माँ कहले जो विश्वास प्रमाण उपर आधारित ताहा यथार्थ विश्वास नुहे तेणु माँ को विश्वास कर आउ गोटे जिनसर अभाव आम भरसा अच्छी कि छुआर ना देह खराब हो कथा मन पड़ो आगे छुआर हठात देह खराब हो गला डाक्तर मन पड़ो ना माँ मन पड़ो कौन तो देखे आग को कथा मन पड़ो आग पड़े मने डाक्तर कौ डाक्तर पाक जा माँ भूली जाइए तो माँ मन पड़ना आग छुआर अवस्था एमती जे माँ कड़े पड़े तेणु विश्वास केमी आस माँ केमी साहय करे छुआटी कहार जो छुआटी कथा आम कहे से छुआटा कहार से माँ को ना जदि तार किसी अड़ुआ आमे भलरे बुझीपर ना जो मार सी छुआ सी भलरे बुझीपर आमे तार केयर नवा बेटर नवा ना माँ जो केयर ने बेटर ने कौन माँ जदि जत्न ने आम अपेक्षा बेटर भाव से जत्न नहीं पारे एतिकी निर्भरता माँ के ऊपर आमर ना जी निर्भरता आमर नहीं तेरे माँ को ग्रेस आसिले अटकी जाम पाखे कम कर कृपा माँ देते आमर जो विश्वास कमी रही निर्भरतार कमी रही आंतरिकतार कमी रही तेणु ग्रेस काम करने सुजोग पाइला ना मन रखा दरकार आम जो अस्थिर होम अज्ञानता अस्थिर होम आसक्ति अस्थिर हो जहाँ ठीक से अवस्था कराई What happens to us is divine affair, not ours. आम जीवन में जहाँ घटुची व्हाट हैपेंस टू अस इज डिवाइन अफेयर नॉट आवर्स एटा भगवान का व्यापार कहा कौन आवश्यक एटा भगवान ठीक कर आमे खाली व्यस्त कहीं व्यस्त तेना आमे मोटे व्यस्त नई जहाँ देते खुशी इफ यू कैन स्माइल एट योर लाइफ विल ऑल्सो स्माइल एट यू आमर तो हार हजि हस कौड़ बाहर आम घर तो चोर पशिकी टका पैसा सब नहीं पलैं हस कौड़ बाहर आम गाड़ी एक्सीडेंट हो हस कौड़ बाहर आम छुआटा मेडिकल पड़ी सालाइन चलती कहले आईसी भितर नहीं बोली हस बाहर हसी पार सकल परिस्थिति रे हसी पारुवा जदि ताले हसम परिस्थिति दुख को दूरे दब ये लाइट जलू अंधार पशि लाइट बर्तमान जलू अंधार पशु कि पशिपर हस जो अच्छी दुख पशिपर आम हसटा बंद कर दुखटा पशुचे हसी शिखा केतल हस बाहर जिते माँ मो भितर अच्छे माँ को हस हस मुह को देखुवा मुझे साधक भेटी थी पचारि बैकग्राउंड मेडिटेशन सरला दादा गुड इवनिंग आई नीड 5 minutes इटा टे चपटाटे मारदे यू नॉटी बॉय कम टुमारो यू नॉटी बॉय कहीदे कम टुमारो 4 o'clock टाइम दे 4टा बेले आस मुझे क्वार्टर को जाए से 5टार डाण शून्य बाज जाए 5 minute 50 minute हो जाए
ଏମିତି ବିଭିନ୍ନ ପ୍ରକାର ଆଳାପ ଆଲୋଚନା ହୁଏ ମାଙ୍କ କଥା ପଚାରେ। ସେଠି ଗୋଟିଏ କଥା ମୋର ବହୁତ ଥର ପଚରା ଯାଏ ଯେ କେମିତି ଆମେ ମାଙ୍କ ସହିତ ରିଲେଟେଡ୍ ହବା ଗଭୀର ଭାବରେ। ସେ ମତେ ଗୋଟିଏ କଥା କହିଲେ, ମାଙ୍କ ଆଖିକୁ ନିରୀକ୍ଷଣ କରିକି ଚାହ, ମା ତାଙ୍କ ଆଖି ଭିତରେ ଦେଇ ଆମ ସାଇକିକୁ ଦେଖିବେ, ସାଇକିକୁ ଖୋଲିବେ। ଆମେ ଯାହା ଜାଣିବା ଦରକାର ତାହା ଜାଣିପାରିବା, ଯାହା କରିବା ଦରକାର ତାହା କରିପାରିବା, ଯାହା ଉପଲବ୍ଧି କରିବା ଦରକାର ତାହା ଉପଲବ୍ଧି କରିପାରିବା। ଆମେ ଯାହା ଜାଣିବା ଦରକାର ତାହା ଜାଣିପାରିବା, ଯାହା କରିବା ଦରକାର ତାହା କରିପାରିବା, ଯାହା ଉପଲବ୍ଧି କରିବା କଥା ସେ ଉପଲବ୍ଧି କରିପାରିବା। କେତେବେଳେ? ଯେତେବେଳେ ମାଙ୍କ ଆଖି ସହିତ ଆମେ ଆଖି ମିଶେଇକି ଦେଖିବା। ଖୋଲା ଆଖିରେ ଆଗ ମାଙ୍କୁ ଦେଖନ୍ତୁ ନା, ଖୋଲା ଆଖିରେ ଆଗ ମାଙ୍କୁ ଦେଖନ୍ତୁ, ମାଙ୍କ ଆଖି ସହିତ ଆଖିକି ମିଶାନ୍ତୁ। ଆଖି ବୁଝିଲା ପରେ ମଧ୍ୟ ସେଇ ଫିଗରଟା ଦେଖାଉଥିବ, ଚାଲୁଥିଲା ବେଳେ ମଧ୍ୟ ସେଇ ଫିଗରଟା ଦେଖାଉଥିବ, କାମ କରୁଥିଲା ବେଳେ ସେଇ ଫିଗରଟା ଦେଖାଉଥିବ, ଅନ୍ୟମାନଙ୍କ ସହିତ କଥା ହଉଥିଲେ ବି ସେଇ ଫିଗରଟା ଝଟକୁଥିବ, ବିଜନରେ ପୁରା ଝଟକି ଆସୁଥିବ, ଆଖି ଆଗରେ ଝଟକି ଆସୁଥିବ। ତାହେଲେ ଜାଣିବା ମାଙ୍କ ସହିତ ଆମର କିଛି ରିଲେସନ ତିଆରି ହେଇଗଲାଣି। ଏଇ ମାଙ୍କ ସହିତ ଆମର ଯୋଉ ବନ୍ଧନ ତିଆରି ହେଲା, ମା କହିଛନ୍ତି there is a special tie between you and me, ତମେ ଆଉ ମୋ ମଧ୍ୟରେ ଗୋଟେ ସ୍ପେଶାଲ ଟାଇ ଅଛି, ଆଉ ଦିସ୍ ଟାଇ ଇଜ ନେଭର କଟ୍। ଆଉ ଯୋଉ ଟାଇ କେବେ କଟିବ ନାହିଁ, wherever you may be, ତ ଯୋଉଠି ଥା ନା କାହିଁକି, you may be in Pondicherry or in the other end of the world, this tie is true and living, never cut। এই ବନ୍ଧନ ହେଉଛି ପୁରା ଜୀବନ୍ତ ଏବଂ ବାସ୍ତବ, କେବେ କଟିବ ନାହିଁ। ତେଣୁ ମାଙ୍କ ସହିତ ଏ ବନ୍ଧନ ତିଆରି ହେଲେ ସାଧାରଣ କଥା ଆପେ ଆପେ ହେଇଯିବ। ତେଣୁ ମାଙ୍କ ସହିତ ଏ ଯୋଉ ବନ୍ଧନ ଆମକୁ ନିବିଡ଼ କରିବାକୁ ପଡ଼ିବ, ନିବିଡ଼ କରିବାକୁ ପଡ଼ିବ। ଆଉ ମା ଯାହା ବେକରେ ସେ ବନ୍ଧନଟା ବାନ୍ଧି ଦେଲେ, ଗୋଟେ ଗାଈ ବେକରେ ବଳଦ ବେକରେ ପହାଟା ଲଗେଇଦେଲେ, ତାପରେ ତାକୁ ବାନ୍ଧିଦେଲେ, ଲମ୍ବା କରି ଦୌଡ଼ିଟା ବାନ୍ଧିଦେଲେ, କଣ ସେ ମୁକ୍ତ? କୁଆଡେ ଘୁରିବ? ଦୌଡ଼ିଟା ଯେତେ ଲମ୍ବା ହବ ସେତିକି ଏରିଆ ଭିତରେ ସେ ଘୁରୁଥିବ, ବାହାରକୁ ପଳେଇ ପାରିବ କି? ଯାଇପାରିବ। ସେମିତି ମା ଯେତେବେଳେ ଆମ ବେକରେ ଗୋଲ୍ଡେନ ଚେନ୍ ଟି ବାନ୍ଧିଦେଲେ, ସେ ଟାଇଟା ବାନ୍ଧି ହେଇଗଲା, ତାପରେ ଆମେ ଆଉ କୁଆଡେ ବାଟକୁ ପଳେଇ ପାରିବା? ମାଙ୍କର ଡୋରିର ବଳୟ ଭିତରେ ଆମେ ଥିବା, ଆଉ ଅଧିକ ଯାଇପାରିବାନି। ମାଙ୍କ ସହିତ ବରାବର ରିଲେଟେଡ ହେଇକି ଥିବା। ଆଉ ଯିଏ ମାଙ୍କ ସହିତ ରିଲେଟେଡ ହେଇକି ରହିଛି, ଇଭିଲ ଫୋର୍ସ ତାକୁ ଆଟାକ୍ କରିପାରିବ? ଆଡଭର୍ସ ଫୋର୍ସ ତ କିଛି ଆଟାକ୍ କରିପାରିବ? କରିପାରିବ। ଆମେ ଯେତେବେଳେ ଆଡଭର୍ସ ଫୋର୍ସ ଆଟାକ୍ ହଉଛି କମ୍ପ୍ଲେନ କରିଦଉଛି, ହଟାଅ ମା, ନା, ବିରୋଧ ଶକ୍ତି ବିରୁଦ୍ଧରେ ଆମେ କେହି ଆପତ୍ତି ଉଠେଇବାନି, କାରଣ ଦେ ଆର୍ ଦ ସର୍ଟେଷ୍ଟ ଟୁୱାର୍ଡ ଦ ଡିଭାଇନ୍। ଏଇ ଯୋଉ ଆଡଭର୍ସ ଫୋର୍ସ ହଷ୍ଟାଇଲ ଫୋର୍ସ କଥା ଆମେ କହୁଛେ, ଆମେ ସବୁ କମ୍ପ୍ଲେନ କରୁଛେ ମା ହଟେଇ ଦିଅ, ନା, ସେମାନେ ନଥିଲେ ଆମେ ମାଙ୍କ ନିକଟତରେ ହେଇପାରିବାନି। ସେ ଅଛନ୍ତି ବୋଲି ଆମେ ଭଗବାନଙ୍କୁ ମନେ ପକେଇ ପାରୁଛୁ ସହଜରେ। ଟିକେ ଯେ ଆଟାକ୍ ଗଲା, ମା କୁଆଡେ ଗଲା, ଅଛ ନା ନାଇଁ? ପୁଣି ଟିକେ ଆଟାକ୍, ମା ଅଛ ନା ନାଇଁ? ମାଙ୍କୁ ମନେ ପକେଇବାରେ ସେମାନେ ଭାରି ସାହାଯ୍ୟ କରନ୍ତି, ମାଙ୍କ ସହିତ ସମ୍ପର୍କିତ କରିବାରେ ସେମାନେ ସାହାଯ୍ୟ କରନ୍ତି। ଆମକୁ ତ ହଟେଇ ଦିଅ, ଆଉ ହଟେଇ ଦିଅ ତ ମନେ ପକେଇବ କିଏ? ଆମ ପାଖରେ ଯଦି ଭୁଲ ଦେଖିବା ଲୋକ ନାହାନ୍ତି, ଆମେ କଣ ଠିକ କରିପାରିବା? କଣ ତା ଦେଖିବା, ଆମ ପାଖାପାଖି ଗୋଟେ ଭୁଲ ଦେଖିବା ଲୋକ ନାହିଁ, ତାହେଲେ ଆମେ ଠିକ କରିପାରିବା କି ସବୁବେଳେ? ତେଣୁ ଆମ ପାଖାପାଖି ଜଣେ ଭୁଲ ରହିବା ଲୋକ ଦରକାର। କାହିଁକି? ସେ ଆମ ଭୁଲଟା ଦେଖାଉଥିବ, ତାହେଲେ ଆମେ ଟିକେ ସଚେତନ ହଉଥିବା। ପୁଣି ସେ ଭୁଲ ଦେଖାଉଥିବ, ଆମେ ଟିକେ ସଚେତନ ହଉଥିବା। ତାହେଲେ ଯୋଉ ଲୋକଟା ମୋ ଭୁଲଟା ଦେଖେଇଲା, ସେ ମୋର ହିତାକାଂକ୍ଷୀ ନା ଶତ୍ରୁ? କିନ୍ତୁ ଆମେ କଣ କହୁଛୁ, ହଁ ସିଏ ତ ଗୋଟେ ଲୋକ ହେଲାଣି ମୋ ଭୁଲ ବାଛିବା ପାଇଁ, କେତେ ବର୍ଷ ହେଲା ମାଆକୁ ଜାଣିଥିବ, ସିଏ କଣ 2-4 ବର୍ଷ ହେଲା ପାର୍ସଲ କରିଛି ନାଇଁ, ଆଜି ବଡ ବଡ କଥା କହୁଛି ମୋ ଭୁଲ ବାଛିବା ପାଇଁ। ମୁଁ 30 ବର୍ଷର ସାଧକ, 40 ବର୍ଷର ପାର୍ସଲ କଲିଣି ମୁଁ, ସେ କଣ ଭାବୁଛି ମତେ, କଣ ଜାଣିଛି ମତେ, ମୋ ଭୁଲ ସେ ବାଛିଲାଣି। ଏଇ ପ୍ରକାର ରିମାର୍କ ଆମେ ଦେଇ ଦଉଛି, ସାଧନା ଜିରୋ, ସଇଲା, ସାଧନା ହବ ନାହିଁ। ତେଣୁ ସାଧନା ପଥରେ ପତନର ବାଟ ଖୁବ୍ ଶୀଘ୍ର। ଲୁଡୁ ଖେଳ ଜାଣିଛନ୍ତି ତ, ସାପ ସିଡି 98 ପାଖରେ ପହଞ୍ଚିଥିବା, ବହୁତ ଯାହା ହଉ, 100ଟା କେତେ କି, ମଝିରେ ଗୋଟେ, କିନ୍ତୁ ସେ ଗୋଟେ ଯୋଉ 99ରେ ସାପ ମୁଣ୍ଡଟା ଥିବ, ଲାଞ୍ଜଟା କୋଉଠି ଥିବ? 2ରେ। ଗୋଟିଏ ପୋକା 2 ଜାଗାରେ 1 ପଡିଗଲା, କଣ ଅବସ୍ଥା ହବ କୁହନ୍ତୁ? ସିଧା ଆସି କୋଉଠି? ଲାଞ୍ଜରେ।
ଦୁଇ ପାଖରେ ହେଲା ଏଇଭଳିଆ ହୁଏ। ପୁଣି ଉଠିବ ସିଢି, କେତେବେଳେ ସାପ ମୁଣ୍ଡ, ପୁଣି କେତେବେଳେ ସିଢି, କେତେବେଳେ ସାପ ମୁଣ୍ଡ, ଚାଲିଥିବ ଏଇଭଳିଆ। ତାହେଲେ ଆମର ଉତ୍ଥାନ ପତନରେ ଆଉ ଆମ ଭିତରେ ପ୍ରତିକ୍ରିୟା ତିଆରି ହବନି, ଉତ୍ତେଜନା ଆସିବନି, ଅସ୍ଥିରତା ଆସିବନି, ସମତା ରଖିପାରିବା। ତେଣୁ ସାଧନା ପଥରେ ଯେହେତୁ ଅଧପତନର ବାଟ ସବୁବେଳେ ଖୋଲା ଥାଏ, ଆମେ ଚିନ୍ତା କରିବା ମୁଁ କ'ଣ କଲେ ମୁଁ ମାଆଙ୍କଠୁ ଦୂରେଇବି ନାହିଁ, ମୁଁ ସବୁ ସମୟରେ ମନେ ପକେଇବି। ସୁନାମି ଯଦି ନ ଆସିବ ଲୋକେ କ'ଣ ଭଗବାନ ଡାକିବେ? କରୋନା ଯଦି ନ ଆସିବ ଲୋକେ କ'ଣ ଭଗବାନ ଡାକିବେ? ଏ ଯୋଉ ସୁନାମି କରୋନା ଇଏ କ'ଣ କଲା? ଭଗବାନଙ୍କୁ ଅଧିକ ମନେ ପକେଇବାରେ ସାହାଯ୍ୟ କଲା। ଘରେ ବସିକି ଅନଲାଇନରେ ପାର୍ଚର ହଉ ମାଆଙ୍କ କାମଟା ପ୍ରସାର ହେଲା ନା ନାହିଁ? ସାରା ଓଡ଼ିଶାରେ ହେଲା କି ନାହିଁ? ତେଣୁ କରୋନା ହେଇକି କାମ କଲା କି ନାହିଁ? ଆଉ ଆମେ ଖାଲି କହୁଛୁ କରୋନା ବଡ଼ ଡେଞ୍ଜର। କିଏ କଲା କରୋନା ଡେଞ୍ଜର? ମୁଁ ତ କାହିଁ କରୋନା ବଡ଼ କରୁଣା। କରୋନାଟା ବଡ଼ କରୁଣା, କାହିଁକିନା ମାଆଙ୍କ କାର୍ଯ୍ୟର ପ୍ରସାରରେ ସେ ବଡ଼ ସାହାଯ୍ୟ କରିଛି। ତେଣୁ ପ୍ରତ୍ୟେକଙ୍କ ଜୀବନରେ ଯେତେବେଳେ ଯୋଉ କଥା ଆସିଥାଏ ସେ ଆମକୁ କିଛି ଶିକ୍ଷା ଦେବା ପାଇଁ ଆସିଥାଏ। ଆପତ୍ତି ଅଭିଯୋଗ କାହିଁକି ଉଠଉଛି? ସାଧନା ପଥରେ ଆପତ୍ତି ନାହିଁ। ମା କହିଲେ ତୁମେ ଯେତେବେଳେ ଆପତ୍ତି ଉଠାଅ ତୁଚ୍ଛ ଶକ୍ତି ମାନେ ତମ ଭିତରେ ପ୍ରବେଶ କରିଯାଆନ୍ତି ଏବଂ ତମ ସାଧନାକୁ ବିଦିଚ୍ୟୁତ କରିଦିଅନ୍ତି। ଚଲା ଯେତେବେଳେ ଆମେ ଆପତ୍ତି ଅଭିଯୋଗ ଉଠଉଛୁ ତୁଚ୍ଛ ଶକ୍ତି ମାନେ ଆମ ଭିତରକୁ ପ୍ରବେଶ କରନ୍ତି। କୁହନ୍ତୁ ଆମର ଆପତ୍ତି ଅଛି ନା ନାହିଁ? ମା ତମେ ତାକୁ ଏଇଆ କଲ ସେଇଆ କଲ, ମତେ କ'ଣ ପାଇଁ ଏମିତି କଲ, ପାଛନ୍ଦର କାହିଁକି କଲ, ଏତେ ପାର୍ସିଆଲ ତମେ ହେଇ କରିବ, ମୁଁ ଆଉ କାହା ପାଖରେ କହିବି? ତାହେଲେ ତମେ ଯଦି ମା ହେଇକି ଯଦି ପାର୍ସିଆଲ କରିବ ମୁଁ ଆଉ କାହାକୁ କହିବି? ତମକୁ ଆଉ ଡାକିବିନି, ତମ ପାର୍ସଲ ଆଉ କରିବିନି, ଘର ଘରକା ବୁଲିକି ଯୋଉ ମାଙ୍କ କଥା କହୁଥିଲ ଆଉ କହିବିନି, ତମକୁ ଆଉ କିଏ ପୂଜା କରିବିନି, ଯା ତମର ଇମ୍ପୋର୍ଟାନ୍ସ କମେଇଦେବି। କାରଣ ତ ମୋ ଇଚ୍ଛା କାମ କଲ। କ'ଣ ମାଙ୍କୁ ଆମ ଇଚ୍ଛା ପାଇଁ ଆମେ ୟୁଟିଲାଇଜ କରୁଥିଲେ? ମାଙ୍କୁ ଆମ ଡିଜାୟାରକୁ ଫୁଲଫିଲ କରିବା ପାଇଁ ମାଙ୍କୁ ବ୍ୟବହାର କରୁଥିଲେ? ଏଇଟା ସାଧନା? ସାଧନା କୋଉଟା? ତାହେଲେ ମାଙ୍କ ଦ୍ୱାରା ଆମେ କେମିତି ବ୍ୟବହୃତ ହବା, ଅର୍ଥାତ୍ ମା ଆମକୁ କେମିତି ବ୍ୟବହାର କରିବେ। ଓଲଟି ଆମେ କ'ଣ କଲୁ? ମାଙ୍କୁ ଆମେ ଆମ କାମରେ ବ୍ୟବହାର କଲୁ। ସାଧନା ଏଥିରେ ହବ ନାହିଁ ହେଲା। ଆମେ ଯେହେତୁ ମାଙ୍କୁ ଆମ କାମରେ ବ୍ୟବହାର କଲୁ ସାଧନା ପସିବୁଲ ନୁହଁ। ଯେତେବେଳେ ମାଙ୍କ ଦ୍ୱାରା ଆମେ ବ୍ୟବହୃତ ହେବୁ, ଅର୍ଥାତ୍ ମା ଯେତେବେଳେ ଆମକୁ ବ୍ୟବହାର କରିବେ ସେତେବେଳେ ସାଧନା ହବ। ଅର୍ଥାତ୍ ମାଙ୍କର ଇନଷ୍ଟ୍ରୁମେଣ୍ଟ ଆମେ ହବୁ। ମାଙ୍କର ଇନଷ୍ଟ୍ରୁମେଣ୍ଟ ହେଲେ ମାଙ୍କୁ ବ୍ୟବହାର କରିବେ, ସେ ଆମକୁ ସାଧନା ବାଟ ଦେଖେଇବେ। ତେବେ ମାଙ୍କ ଇନଷ୍ଟ୍ରୁମେଣ୍ଟ ହେବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ମା ଇନଷ୍ଟ୍ରୁମେଣ୍ଟ ହେବା ପାଇଁ ଗୋଟେ ବ୍ୟାକୁଳ ପ୍ରାର୍ଥନା ରହିବା ଦରକାର। ମା ତମେ ମତେ ଗ୍ରହଣ କର, ମୁଁ ତମର। ମା ତମେ ମତେ ଗ୍ରହଣ କର, ମୁଁ ଏକାନ୍ତରେ ତମର ରହିବାକୁ ଚାହେଁ, ଆଉ କାହାର ନୁହଁ। ତେଣୁ ଏକାନ୍ତରେ ମୁଁ ମାଙ୍କର ହବାକୁ ଚାହେଁ, ମା ମୁଁ ଏକାନ୍ତରେ ତମର। ଏଇ ପ୍ରାର୍ଥନା ନିରନ୍ତର କୁହାଯାଉ। ଲେଟ୍ thy will be done not mine, ତମ ଇଚ୍ଛା ପୂର୍ଣ୍ଣ ହଉ, ମୋ ଇଚ୍ଛା ନୁହେଁ। এই কথা আমার ଅଛି କି? এই କଥା ଆମର ନାହିଁ। ଆଉ ସାଧନା କୋଉଠି ହବ? ଯେତେବେଳେ ଆମ ଭିତରେ ବୋଧ ଆସିବ ମା ଯାହା ଦେଇଛନ୍ତି, ଆଜି ନହେଲେ ବି 5 ବର୍ଷ ପରେ, 10 ବର୍ଷ ପରେ, 15 ବର୍ଷ ପରେ, 20 ବର୍ଷ ପରେ ଚିନ୍ତାରେ ଆସିବ, ସତରେ ମା ଯଦି ଏଇ କଥାଟା କରେଇ ନଥାନ୍ତେ ମୁଁ କ'ଣ ମାଙ୍କୁ ଡାକିଥାନ୍ତି? ନାଇଁ ଆଜି ସାଧନା ମାର୍ଗକୁ ଆସିଥାନ୍ତି। ମୋର ସେଇ ସମୟରେ ସେ ଅବସ୍ଥା ମୋ ସାଧନା ପାଇଁ ବାଟ ଖୋଲିଛି, ତେଣୁ ଆଜି ମୁଁ ମାଙ୍କୁ ଧରିଛି। କେବେ ପୂର୍ବର ସେ ଦୁଃଖଦ ଅବସ୍ଥା ମତେ ମାଙ୍କର ନିକଟତର କରେଇଛି, ମାଙ୍କୁ ଡାକିବା ପାଇଁ ସାହସ ଦେଇଛି, ବଳ ଦେଇଛି, ପ୍ରେରଣା ଦେଇଛି। ତେଣୁ ସେ ଦୁଃଖଦ ଅବସ୍ଥାଟା ମୋ ପାଇଁ ସହାୟକ ହେଇଛି ନା ନାହିଁ? ପୁଣି ଆପତ୍ତି କାହିଁ କରୁଥିଲି? ତେଣୁ ଆପତ୍ତି ଉଠେଇବା ମାନେ ତୁଚ୍ଛ ଶକ୍ତି ପାଇଁ ଇନଭିଟେସନ, ନିମନ୍ତ୍ରଣ ଏଟା। ତେଣୁ ସେମାନେ ଆମ ଭିତରେ ସହଜରେ ପ୍ରବେଶ କରିବେ ଏବଂ ଆମ ସାଧନାକୁ ବିତିଚ୍ୟୁତ କରିଦେବେ, ଆମେ ରସାତଳଗାମୀ ହେଇଯିବା। ଏଇଟା ସାଧନାର ବାଟ ନୁହେଁ। ତେଣୁ ଯଦି ଆମେ ସାଧନା କରିବାକୁ ଟ୍ରୁଲି ଚାହୁଁଛୁ, ଏକାନ୍ତରେ ମାଙ୍କୁ ଚାହିଁବା, ସିନସିୟର ହବା,
कौन है सिंसियर? सिंसियर माने कौन? निष्ठापर बा अन्य भाषा आंतरिकता आम हो पारनु कहीं पारनु परफेक्ट सिंसियरिटी होची जे ये सतरे माँ बोध रहिबा परफेक्ट सिंसियरिटी होची स्पिरिचुअलिटी ई परफेक्ट सिंसियरिटी रे केवल गोटिए कथा था सीकिंग ओनली ऑफ द डिवाइन केवल भगवान की इच्छा करिया आउ किछि न केवल भगवान की इच्छा करिवा माले किछि गोटे बाणी इफ यू earnestly say to the divine I want only of thee जदि तुम्हें ऐकांतिक भाव में भगवान को कहो जे मु केवल तुमको चाहे द डिवाइन विल अरेंज योर सर्कमस्टेंसेस इन सच ए वे भगवान तमर परिस्थिति को एपरि सजाड़ी देबे जे यू आर कंपेल्ड टू बी सिंसियर तुम्हें आंतरिक हेबा पई बाध्य हो तेना आंतरिक हवा में बाध्य हवा सतिक बेले जेतेबेले हम अर्नेस्टली भगवान को चाहे अर्नेस्टली माने ऐकांतिक भाव एकांतरे तांको चाहेबा सत्तरे चाहेबा एठी किछि छलना नथिबो जेतेबेले सत्तरे चाहेबा छलना नथिबो सत्तरे मु मांगु चाहूछी छलना नाही आ मो कामना पई मांगु चाहूछी कामना सले आउ तमे के तो मु चिन्हे तो मो काम हासिल पई तमे दिलो ना काम सरेला तमे के गुड बाय तापर मांगु गुड बाय कर दे एइतरे साधना हबो तेणु ऐकांतिक भाव माने जहा ही गले भी सी मो माँ मुझे चाहे आउ कि नहीं ये जो ऐकांतिक भाव माँ को चाहवा द्वारा आम भीतर साधना हुए कारण ये सिंसियरिटी से आम भीतर द्वार खोल भगवत द्वार खोल ताला पड़ी रखा ये जो ताला पड़ी रखा सिंसियरिटी इज द की ऑफ डिवाइन डोर आंतरिकता होची भगवत द्वार चाबिकाठी सिंसियरिटी इज योर सेफगार्ड सिंसियरिटी आमर रक्षा कवच जिते जिते असुविधा आसतो सकल परिस्थिति भितर जदि आम सिंसियरली अच्छु भगवान डाकुचु से हमको रक्षा कर आम सिंसियर हमको सिंसियरिटी हमको रक्षा कर ये जो सिंसियरिटी से आमर सियोरेस्ट वे इन द डार्केस्ट डेज आमर गभीरतम अंधकारतम अवस्था भितर से हमको बाट ही मत देखे कौन कर सी हमको बाट देखे सी आमर गाइड हम आमर तो डार्केस्ट अवस्था आसी पहुंचुची अंधकारतम अवस्था अज्ञानतम अवस्था विपदाच्छन्न अवस्था आसी पहुंचुची से अवस्था हम सिंसियर से हमको बाट देखे तेना आम सिंसियर हो पारनु आम भीतर ह्यूमिलिटी रोनी साधना केमी हो आ गोटे परसिवरान्स परसिवरान्स मीन्स अध्यवसाय एत दिन धरी कले 20 वर्ष है माँ को डाकिले माँ कि करना छाड़ आउ से माँ ना एनि आउ क्या धरवार अच्छे भगवान बदलवार अच्छे आम खाली बदलवार व्यस्त है जड़े कम कर भूल भट कला आम कौन कर बदल दियो आउ जन कण कर ना पार्लामेंट कम ठकिला गेट आउट कर आउ जन कण ओ ये बोधे बढ़िया काम कर जन फैक्ट्री जड़े मैनेजर थे इंजीनियर थे मेकानिकल इंजीनियर बाय मिस्टेक कौन कारण से पातटा कटिगला फिताटा बड़ फिताटा कटिगला मालिक रागिकी गेट आउट करदेला आउ जन को आनले आउ जो आनले जड़े भाई पचारे अच्छा आपन तो आनले कौन ये आदौ भूल करनी करू देखा से पर्यंत बर ये तो केत वर्ष धरी कम कला तार अभिज्ञता अच्छी तेणु सी सागे सागे रेक्टिफाए कर आर द्वितीय वर्ष भूल कर ये तो बारंबार भूल कर आपन ये भूल कहीं कले तेणु बदल देले कहीं तो आनी तो सारे कौन कर आउ तो डाक पुणी जाए डाक आनले क्या शिक्षा पाई ना ज्ञान मिलूला आम एमती अज्ञानता बस कौन कर बदल चलु भगवान ये कले शिव करें तारिणी करे तारिणी कले दुर्गा करे दुर्गा कले काली माँ करे के शनि ठाकुर करे एमती खाली भगवान बदलवार व्यस्त अच्छे कौटी सिंसियरिटी तेरे अध्यवसायर अर्थ हूँ
जहाँ को आम धरीचु शेष पर्यंत जीवा चेष्टा लगिक हटिवा ना पैसेंस इन वर्क आम जो कर्म कर चलचु से धैर्य धरिकी आगे आगे चलवा केबे हम हटिवा नहीं आमर जो लक्ष्य अच्छी से लक्ष्य रे पहुंचा पर्यंत आमको चेष्टा लगी रहा पड़ो आज जदि आम भीतर से परसिवरांस रही अध्यवसाय रही आज जोटा करी ना काली से निश्चित हासिल हम आज जो अचिवमेंट ना काली से निश्चित तार अचिवमेंट आस धैर्य दरकार चूड़ांत विजय शेष हुए अधारे हुए कि अधारे हुए माँ से आह्वान कर दुस्साहसी बाटरे कौन घटो न घटो जो चिंता करना शेष पर्यंत जो मैंने जाऊँगी विक्ट्री सर्टेन से विक्ट्रीटा सर्टेन आधा बाटर हटी जो मैंने विक्ट्री मिल मिल तेरे परसिवरांस अर्थ शेष पर्यंत जावाक पड़ो अधारे अटकिवा नहीं अध्यवसाय अर्थ हूँ लक्ष्य पहुंचा पर्यंत चेष्टा लगी रहा या ना हूँ अध्यवसाय आमर अध्यवसाय कहीं ना अच्छे सिनसीयरिटी ना अच्छे ह्यूमिलिटी ना अच्छे परसिवरांस आउ गोटे बड़ जिनस आमर अभाव अच्छे an insatiable thirst for progress एटार घोर अभाव वाक्यटा मुझे कहूँ शेष कथाटा कह समस्त व्यस्त है जना पड़ी जीवाई व्यस्त है an insatiable thirst for progress एटा शेष कथा कह ये जो insatiable thirst for progress अग्रगति अतृप्त तृष्णा हमें तो मूल अग्रगति करने चाहूँ अतृप्त तृष्णा आम भर कौन आस अग्रगति करूँ और अग्रगति केतले आसीबो ट्रू प्रोग्रेस लाइज इन वाइडनिंग द स्पिरिट एंड अबॉलिशन ऑफ ऑल लिमिटेशंस यथार्थ प्रगति कोट रही यथार्थ प्रगति रही आम भीतर सकल प्रकार सीमितता को संकीर्णता को मूलोत्पाटित करिवारे एवं आम चेतना को प्रसारित करिवारे अग्रगति रही तेना आम भीतर संकीर्णता कोड़ा चिन्हलु ना आगे सीमितता कोड़ा चिन्हलु ना आगे आमे से सब चिन्ह ना तो अग्रगति हम कौट हम जी अग्रगति कर से गोटे जगह स्टिक रही मु पाँच ऊपर ऊपर को जीवी अच्छा गोटे स्टेप छाड़िले आ गोटे स्टेप आगू ना प्रथमटा था सेकेंड भी था जीवी तो मुझे जापरि ना सेमती पास्ट रे गोटे पाद पकई बर्तमान गोटे पाद रखी पास्ट को छाड़ूनी पास्ट छाड़िले मु थर्ड स्टेप पकेबी आ फर्स्ट स्टेप तो रखी पाद ताकू सिर्फ थर्ड स्टेप पकेले पुणी सेकेंड स्टेप को फोर्थ स्टेप पकेबी ये आरचुवी प्रति मुहूर्त नुआ नुआ पाबच्छरे मत पाद पकड़ पड़ो अर्थात प्रति मुहूर्त मत नूतनता को हासिल करा पड़ो मु तो कहूँ मुझे ठीक अच्छे अग्रगति कौटी हम तेना आम जेपर्यंत अतीत को छाड़ी ना हूँ अग्रगति संभव नुह आ गोटे बड़ कथा माँ कहले यू शुड बी ऑलवेज रेडी टू गिव अप व्हाट यू आर इन टू बिकम व्हाट यू मस्ट बी यू शुड बी ऑलवेज रेडी टू गिव अप व्हाट यू आर तमे कौन है छाड़िया रेडी हो हवा उचित ये तुम कौन हाँपाई अच्छे मु बर्तमान कलेक्टर मत अतिमान हवा को मो कलेक्टर पोस्ट छाड़ी ना चाकरी रिजाइन देगी आश्रम साधना जीवन बची अतिमान हाँपाई कार्य करी ना ना ये लाइफ कलेक्टरटा जाऊ ये लाइफ पारे आर लाइफ की देखा कौन हम साधना जदि ये लाइफ साधना आरंभ होनी आर लाइफ आसो कौ हेनी तो ये लाइफ बिगिनिंगटा हो पुणी से कंटिन्यूटा आर लाइफ हम ये मूल बिगिनिंग है चान्स अच्छे कि हरइचु आर लाइफ कौट आस तेणु यू शुड बी ऑलवेज रेडी तमें सब प्रस्तुत टू गिव अप व्हाट यू आर तमें कौन है छाड़िया इन ऑर्डर टू बिकम व्हाट यू मस्ट बी तमें कौन हवा उचित से सकाशे जहाँ छाड़ा पुणी माँ कहले टू बी रिबर्न एट ए न्यू लाइफ टू नो हाउ टू रिबर्न ए न्यू लाइफ एट एवरी मोमेंट टू नो जानिया को पड़ो हाउ टू रिबर्न ए न्यू लाइफ एट एवरी मोमेंट
प्रति मुहूर्त नुआ जीवन केमती जन्मिया पड़े आमको नुआ नुआ जन्म प्रति मुहूर्त नवा पड़ो आम कौन थे तो जन्म होइलु एई मसीह डेथ है आम मसीह आम डेथ लिखाई फोटो देह लिखाई तिरोधान आविर्भाव लिखाई जन्म मृत्यु लिखाई एटा तो गोटे डेट ना सृजन से कथा कहना कि माँ मत से कथा कहना तेना आमको प्रति मुहूर्त गोटे नुआ जन्म चेतनार नवजन्म प्रति मुहूर्त हम जदि चेतनार नवजन्म प्रति मुहूर्त हो साधना प्रोग्रेस कर इनसाइडेबल थास्ट आम भितर ये जो इनसाइडेबल थास्ट फॉर प्रोग्रेस आम भितर बलवती रही आम चेतनार नवीकरण प्रति मुहूर्त होता है अर्थात चेतनार जो नुआ नुआ जन्म आम नौता ताले आम साधना पथर अग्रसर हो पार समस्त व्यस्त है आलोचना को आगो नहीं आलोचना ये रखुच्छी धन्यवाद ताले आम टे माँ नाम जप कर शेष कर O Supreme Lord, eternal truth, let us obey thee alone and live according to truth. परमोच्च प्रभु सत्य नित्य त्वामेव केवलम अनुवर्ता महे सत्यम अनुजवाम केवलम हे परम प्रभु चिरंतन सत्य आमे केवल तुमरी आज्ञा हो सत्यर विधान को आश्रय करी जीवन धारण करू ओम आनंदमयी चैतन्यमयी सत्यमयी परमे ओम शांति शांति शांति।